ଜୟ ଜଗନ୍ନାଥ ଜୟଦେବ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଭାଇ ନମସ୍କାର। ନମସ୍କାର ଅପା ନମସ୍କାର। ନମସ୍କାର। ଶ୍ରୀକାନ୍ତ ଭାଇ ଜୟ ଜଗନ୍ନାଥ। ଭାବିଛି ଟିକେ ଦେଖା କରିବି ବୋଲି ଆଜି ହେଇଗଲା ଆଉ। ଯାହା ହଉ। କଣ ଖାଉଛ ନା କଣ? ପକୁଡି ଟିକେ ଖାଉଥିଲୁ। କୋଉ ବିଷୟରେ ଡିସ୍କସନ ଚାଲିଛି? ଜୟଦେବ, ମୁଁ ଗୋଟେ କଥା କହିବାକୁ ଚାହୁଁଛି। ତୁମେ କାରଣ ଭୁବନେଶ୍ୱର ଏରିଆରେ ଅଧିକା ଦିନ ରହିଛ, ସେଠିକାର ଅଭିଜ୍ଞତା ତୁମକୁ ମୋ ଠାରୁ ଅଧିକା ଅଛି। ଆଜ୍ଞା ମୁଁ ବର୍ତ୍ତମାନ ଚାଲିଛି ଗୋଟେ ସମ୍ମିଳନୀ ଚାଲିଛି, ଆଜ୍ଞା ସମ୍ମିଳନୀ ଆଜ୍ଞା। ପ୍ରବାସୀ ଓଡିଆ ପ୍ରବାସୀ ସମ୍ମିଳନୀ ଓଡିଆ। ଯୋଉଟା ଚାଲିଛି, ସେଇଠି ଆଜ୍ଞା ଆପଣ ଦେଖିଥିବେ ସେଠି 80 କାର୍ଟୁନ ପୋଲିସ ଜଗିଛି। 80 ପ୍ରବାସୀ କାର୍ଟୁନ ଓଡିଆ ପୋଲିସ। ସମ୍ମିଳନୀ ଚାଲିଛି ଯେ, ହଁ, କିନ୍ତୁ ଆଉ ଲୋକମାନଙ୍କ ଭାଗିଦାର ଭାଙ୍ଗିକି 10 କମ୍ପାନୀ ଯୋଉଟା କି ଯୋଉ ଆର୍ମିର ସ୍ପେଶାଲ ସ୍କ୍ୱାଡ, ସେ 10ଟା କମ୍ପାନୀ ସେ ଭୁବନେଶ୍ୱରକୁ ଜଗିଛି। ତଥାପି ଏତେ ମାତ୍ରାରେ ମାନେ ସୁରକ୍ଷା ଇଏରେ ଆପଣ ଦେଖିଥିବେ କାଲି ଗୋଟେ ମର୍ଡର ହେଇଛି, ଜଣଙ୍କର ମୁଣ୍ଡ କଟା ଯାଇଛି। ଏଠି ହୁଁ ଆମେ ହୁଁ ହୁଁ। ଆଇନ ବ୍ୟବସ୍ଥା ଉପରେ ଆମେ ଭରସା କରିବା କି ନାହିଁ? ଭରସା ଆଜ୍ଞା ଦେଖନ୍ତୁ, କାଲି ଆମେ ତ ଦେଖୁଥିଲୁ, ମିଡିଆ ଦେଖିଲୁ, ଦୁଃଖ କରୁଥିଲୁ, ମନ ଦୁଃଖ କରୁଥିଲୁ, ସମସ୍ତେ ଛାଡୁଥିଲେ। ସନ୍ଧ୍ୟା ଆଜ୍ଞା। ସୁଦ୍ଧା ଆମର ଜଣେ ପୂର୍ବତନ ଗୋଟେ ସାମ୍ବାଦିକ, ଗୋଟେ ଦାୟିତ୍ୱହୀନ ହୁଁ ଗଣମାଧ୍ୟମ ଯିଏ ପାଲଟି ଯାଇଛି, ଓଟିଭି ରେ ଥିଲେ, ସେ ହୁଁ ଆମକୁ ହୁଁ ଗୋଟେ ହୁଁ ଲିଙ୍କ ଟେ ପଠେଇଲେ। ନନ୍ଦିଘୋଷରେ ଆମେ ଦେଖିଲୁ, ସେ ପିଲାଟି ବାଇଟ ଦେଇଥିଲା, ତା ଘରେ କୁଆଡେ ଆମର ଏଇ ଯୋଉ ଡବଲ ଇଞ୍ଜିନ ସରକାରର ପୋଲିସ ଆଜ୍ଞା। ପଶି ଯାଇଥିଲେ ହୁଁ ଏବଂ ହୁଁ ତାକୁ ତା ଘରେ ବ୍ରାଉନ ସୁଗର ରଖିକି ତାକୁ ଆରେଷ୍ଟ କରିବା ପାଇଁ ଲାଗିଥିଲେ। ଭାଗ୍ୟବଶତଃ ପିଲାଟି ବହୁତ ଚାଲାକ ପିଲା, ଆଉ ତାର ସିସିଟିଭି ଲଗେଇଛି। ଆଚ୍ଛା ଶ୍ରୀକାନ୍ତ ଆଚ୍ଛା। ତେଣୁକରି ଏଠି ଏବେ କଣ କହୁଛନ୍ତି ମାନେ ଆଇନ ଶୃଙ୍ଖଳା କଥା। ଏଇଠୁ ଗୋଟେ ଆଇନ ଶୃଙ୍ଖଳା ଜିନିଷଟା ଦେଖଉଛି, ଆପଣ ମାନେ ଦେଖନ୍ତୁ। ଗୋଟେ ଫଟୋ ସୋସିଆଲ ମିଡିଆରେ ବିଜେପି ବାଲା ବୁଲଉଛନ୍ତି, ପୂର୍ବ ସରକାରରେ ଆଇନ ତା ବାଟରେ ଯାଉଥିଲା, ତା ତଳକୁ ଲେଖା ହେଇଛି 3 ଅଭିଯୁକ୍ତ ଗିରଫ, ଏ ସରକାରରେ ଦୋଷୀକୁ କ୍ଷମା ନାହିଁ। ହୁଁ ହୁଁ ଆଚ୍ଛା। ଯୋଉ ଲାଇନ ଟି ଲେଖା ହେଇଛି ପୂର୍ବ ସରକାରରେ ଆଇନ ତା ବାଟରେ ଯାଉଥିଲା, ଲାଇନ ଟା କଣ ପାଇଁ ଭୁଲ। ଲେଖା ହେଇଛି? ପୂର୍ବ ସରକାର ଆଇନ ତା ଆଇନ ତା ସିଏ ବାଟରେ ତା କାମ ଯାଇନଥାନ୍ତା, କରୁଥିଲା। ଆଇନ ଟା ନରେନ୍ଦ୍ର ମୋଦୀ ଘର ଦେଇକି ଯାଇଥାନ୍ତା ନା ମୋହନ ବାବୁଙ୍କ ଘର ଦେଇ ଯାଇଥାନ୍ତା? ଆଇନ ତା ବାଟରେ କାମ କରିବ। ନାଇଁ ନିଶ୍ଚୟ ନିଶ୍ଚୟ। ନବୀନ ପଟ୍ଟନାୟକକୁ ଦେଖିକି ଭାରତ ବର୍ଷର ଅନେକ ମୁଖ୍ୟମନ୍ତ୍ରୀ ଆଜ୍ଞା ତାଙ୍କର କାର୍ଯ୍ୟଟିକୁ ଆପଣେଇ ନେଇଛନ୍ତି। ଏଇ ଭାରତ ବର୍ଷରେ ଇତିହାସରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ଯିଏ ନିଜ ବିଧାୟକକୁ ଜେଲରେ ପୁରେଇଥିଲେ, ତା ହୁଁ 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 ହୁଁ। ବାଦେ ଆଉ ଏକ ମୁଖ୍ୟମନ୍ତ୍ରୀ ଏଇଭଳିଆ କାର୍ଯ୍ୟ କରିଥିଲେ, ନିଜ ପାର୍ଟିରୁ ସସ୍ପେଣ୍ଡ କରିଥିଲେ, ଅରବିନ୍ଦ କେଜରିୱାଲ। ଦେଶରେ 2ଟି ମୁଖ୍ୟମନ୍ତ୍ରୀ ଯୋଉମାନେ ଏବେ ମୋଦୀ ବିରୁଦ୍ଧରେ ଅଛନ୍ତି, ସେଇମାନେ ଏଇ କାମ କରିଥିଲେ। ନବୀନ ବାବୁ ଆରମ୍ଭ କରିଥିଲେ। ଆଉ ଇଏ ନବୀନ ବାବୁଙ୍କର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠେଇବେ, ଠିକ ଲେଖିଛନ୍ତି, ଆଇନ ତା ବାଟରେ ଥିଲା। ଆଜି ଆଇନ ସରକାରଙ୍କର ବାଟରେ ଅଛି, ଯାହାକି ସରକାର କହୁଛନ୍ତି ଯାଅ ତା ଘରେ ପଶିଯାଅ, ବ୍ରାଉନ ସୁଗର ରଖିକି ତାକୁ ବାନ୍ଧି ଦିଅ। ଭାଇ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଭାଇ ଭାଇ ସେଟା ସେ ସରକାର ଗୁଜୁରାଟ, ଭାଇ ସେ ଆଇନ ଟା ଗୁଜୁରାଟ ଗୋଟେ ଯାଇଥିଲେ ଠିକ ହେଇଥାନ୍ତା ମ। ଆଜ୍ଞା ଆଜ୍ଞା। ନୁହେଁ କି? ସରକାର ତାପରେ ଅମଳରେ ଆଇନଟା ଠିକ ନଥିଲା। ପ୍ରବାସ ବର୍ତ୍ତମାନ ଇଏ ତାଙ୍କ ନିଜ ହାତରେ ରଖିକି ଗୋଟେ ନିର୍ଦ୍ଦୋଷୀ କି ଚୋର ସଜେଇ ଦଉଛନ୍ତି। ଗୋଟେ ଅମୂଲ୍ୟ ଜୀବନ ଚାଲିଗଲା ଆଜି ଆଙ୍କ ଯୋଗୁ। ଏଇ ମାନେ ହଁ। ଟାର୍ଗେଟ କରି ମାରିଛନ୍ତି। ସେଇ ଯୋଉ ପୂର୍ବରୁ ପ୍ରବାସୀ ଓଡିଆ ଆସିଛନ୍ତି, ମୁଁ ଆଜି ଗୋଟେ ଭିଡିଓ କରିକି ପକେଇଛି ୟୁଟ୍ୟୁବ ଚ୍ୟାନେଲରେ, ଜୟଦେବଙ୍କ ଅଫିସିଆଲରେ। ମୋଦି ଆଜ୍ଞା ଆସିଛନ୍ତି, ତାଙ୍କୁ ଆମେ କଣ ଖୋଇଦେବା ଦରକାର? ଆମ୍ବ ଟାକୁଆ। ଇଏ ଆମ୍ବ ଟାକୁଆ ଆମର ପାରମ୍ପରିକ ଖାଦ୍ୟ। ଆମ୍ବ ପାରମ୍ପରିକ ଟାକୁଆ ଖାଦ୍ୟ ଜାଉ କରି ଖୁଆଇଦବା। ମୋଦି ଖାଇବା ଦରକାର। ଓଡିଶା ଆସୁଛନ୍ତି, ଓଡିଶାର ଆଦିବାସୀ ମାନଙ୍କ ପାରମ୍ପରିକ ଖାଦ୍ୟ ହଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର କୁମାର ଦାମୋଦର ଦାସ ମୋଦିଜୀ ଆଜ୍ଞା ଖାଇବା ନିହାତି। ଦରକାର। କାରଣ ମତେ ଲାଗୁଛି ତାଙ୍କୁ ଦେଲେ ସେ ଖାଇଦେବେ, କାରଣ ସେ ସେଇ ସ୍ତରର ନେତା ଯିଏ କି ଡିମନିଟାଇଜେସନରେ ନାଇଁ ତାଙ୍କ ମା 90 ବର୍ଷରୁ ଉର୍ଦ୍ଧର ମା କୁ ଆଜ୍ଞା ଲାଇନରେ ଠିଆ କରିଥିଲେ, ଏଟିଏମ ଲାଇନରେ। ମୁଁ ମୋ ମା କୁ ଯଦି 70 ବର୍ଷ ହବ ବି ତାକୁ ଏଟିଏମ ଲାଇନରେ ଠିଆ କରିପାରିବିନି, କାରଣ ଏଟିଏମ ପିନ୍ ହେଲେ ମୁଁ ତ ଯାଇ ପଇସା ଉଠେଇ ପାରିବି, ମୋ ମା କାହିଁକି ଲାଇନରେ ଠିଆ ହବ? ହଁ ବ୍ୟାଙ୍କ ଲାଇନରେ ଠିଆ ହେଇପାରିବ, ଏଟିଏମ ଲାଇନରେ ଠିଆ ହେଇପାରିବ। ଏଇଭଳିଆ ପବ୍ଲିସିଟି ଆମେ କରିବା ପାଇଁ କେବେ କ୍ୟାମେରା ନେଇକି ଯିବୁନି। ମୋଦିଙ୍କି ଆମ୍ବ ଟାକୁଆ ଦେଲେ ଖାଇଦେବେ, କିନ୍ତୁ ମୋହନ ବାବୁ ଦେଇପାରିବେନି। ମୁଁ ଗୋଟେ କଥା ଇଣ୍ଟରନ୍ୟାସନାଲ କହୁଛି ଏଇ ତ ଟଙ୍କା ତାଙ୍କର ଆପଣ ମାନେ ଦେଖୁଥିବେ, ହାଉଡି ମୋଦି କରିକି ଯୋଉ ଟ୍ରମ୍ପ ସରକାରକୁ ଆଣିକି ଭାରତ ବର୍ଷରେ କରୋନାକୁ ବ୍ୟାପିଥିଲେ, ବଢେଇଥିଲେ, ସେଇ ଟ୍ରମ୍ପ ଏଥର ଶପଥ ନେଲା ବେଳେ ମୋଦିଙ୍କୁ ଡାକିନି। ଆଉ ଟ୍ୱିଟର ତାଙ୍କର ଯଦି ଟ୍ରମ୍ପଙ୍କର ଟ୍ୱିଟର ଆମେ ଦେଖିବା, ମୋଦିଙ୍କୁ ଅନଫଲୋ କରିଦେଇଛନ୍ତି।
ମାନେ ଏଇଥିରୁ ଭାବ ଏମାନେ କେତେ ଫୁଟାଣି ମାରୁଛନ୍ତି। କୁହନ୍ତୁ ଅପା ମୋଦି କଣ ମିଡିଆ କହିବାକୁ ଯେ ଚାହୁଁଛନ୍ତି? ପର୍ଯ୍ୟନ୍ତ ହୁଁ ମୁଁ କହିଲି ମୋଦି ମିଡିଆ ଥବ, ବିସ୍କୁଟ ମିଡିଆ ଥିବ, ହୁଁ ହୁଁ ସାଙ୍ଗ ଆଜ୍ଞା ହେଇକି କୁହନ୍ତୁ। ପଖାଳ ଖାଇପାରୁଥିବ, କେକ୍ କାଟିଲେ ମୁହଁରେ ବୋଳି ପାରୁଥିବ, ସେଇ ଭଳିଆ ସରକାର ଆଙ୍କର ପାଇଛନ୍ତି। ଆଉ ମୋଦିଜୀ ଆସିଥିଲେ ଆମର ଆମ୍ବ ଟାକୁଆ ସହ ପଖାଳ ଭାତ ଟିକେ ଦେଇଥିଲେ କେମିତି ହେଇଥାନ୍ତା। ହୁଁ ଆରେ ହୁଁ ହୁଁ ଆମ୍ବ ଟାକୁଆଟା ସେମିତି କଣ ହବ? ଯାଉ କରିକି ଦିଆଯିବ। ହଁ। ମାଣ୍ଡିଆ ଆମ୍ବ ଟାକୁଆଟା ସେମିତି ମାନେ 200 କୋଟି ଟଙ୍କାରୁ ଉର୍ଦ୍ଧ୍ବ ପଇସା ଖର୍ଚ୍ଚ କରାଯାଉଛି। 200 କୋଟି ଟଙ୍କାରେ ମୁଁ ଭାବୁଛି ଯୋଉ ରହିଲେ ଆଦିବାସୀ ସମ୍ପ୍ରଦାୟ ଲୋକ, ଯଦି ମାନେ ଭାତ ଡାଲମା କରିକି ତାଙ୍କୁ ଶାନ୍ତିରେ 3 ଓଳି ଖାଇବାକୁ ଦେଇଥାନ୍ତେ। ସକାଳେ ପଖାଳ ଭାତ, ମାଛ ଭଜାଟି, ଗାଧୁଆଳକୁ ଭାତ, ସ୍ୱାସ୍ଥ୍ୟ ପାଇଁ ବିନା ତେଲ ମସଲା ପକେଇକି, ତେଲ ମତେ ଲାଗୁନି ଡବଲ ଇଞ୍ଜିନ ସରକାର ବି ତେଲ କିଣି ପାରିବ, କିନ୍ତୁ ଚାଉଳ ଡାଲି ଟିକେ, ଡାଲମା ମଧ୍ୟାହ୍ନ ଟିକେ, ପରିବା ପତ୍ର ପକେଇକି କରିକି ଦେଇଥାନ୍ତା, ତାଙ୍କ ସ୍ୱାସ୍ଥ୍ୟ ଠିକ ରହିଥାନ୍ତା। ଆଉ ସେମାନେ ପିଲା 200 କୋଟି ଟଙ୍କାରେ ମତେ ଲାଗୁଛି ବର୍ଷେ ଖାଇଥାନ୍ତେ। ଛୋଟ ହୁଁ ପିଲାଙ୍କ ହୁଁ ହୁଁ ମଧ୍ୟାହ୍ନ ଭୋଜନ ସ୍କୁଲରୁ ଅଣ୍ଡା କାଢି ସାରିଲେଣି, ପିଲାଙ୍କ ହଁ ପେଟକୁ ମାରିଲେଣି। ହୁଁ 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 ଇଏ ଡାଲି ଗୋଟେ ଚୋରଣୀ ଜାଗାରେ ମୁଁ କରୁଛନ୍ତି, ଦେଖିଛି, ଇଏ ଗୋଟେ ଅଣ୍ଡା ଜାଗାରେ କାଢି ପଖାଳ ଭାତ ଘୁଗୁନି ଦେଇଥିଲେ ଆଉ ପିଆଜ। ମାନେ ଆପଣ ଦିଦି ଅପା ଯୋଉ କଥା କହିଲେ, ଅପା ବୋଧହୁଏ ଟିକେ ମାନେ କଣ କହିଲେ ବହୁତ ଆଗକୁ ଚାଲିଗଲେ। ଅପା ଟିକେ ପଛକୁ ଚାଲନ୍ତୁ। ଗୁଜୁରାଟ ର ଆମର ଯୋଉ ମୋଦିଜୀ ରହିଲେ, କେତେ ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ? 15 ବର୍ଷ। ହୁଁ ଇଣ୍ଟରେଷ୍ଟିଂ କଥା ହେଲା, ମୋଦିଜୀ ଗୁଜୁରାଟରେ, ଅପା ଟିକେ ପଛକୁ ଫେରିଯାନ୍ତୁ, ଆପଣ ବହୁତ ଆଗକୁ ଗଲେ ପୁରା ଓଡିଶା କଥା। ଏବେ ଗୁଜୁରାଟି ଅସ୍ମିତା ଅଛି। ମୋଦିଜୀ ଯାଇଥିଲେ ଗୁଜୁରାଟରେ, ଗୋଟେ ସ୍କୁଲରେ ଫଟୋ ଉଠେଇବା ପାଇଁ ଗୋଟେ ଟେଣ୍ଟ ହାଉସ ଟେ ତିଆରି ହେଲା। ମୋଦିଜୀ ସେଠି ବସିଲେ, ସେଠି ଫଟୋ ଉଠା ହେଲା, ପୁରା ଜଳଜଳ କରି ଦେଖାଯାଉଥିଲା ଟେଣ୍ଟ ହାଉସ। ମତେ ଲାଗୁଛି ସେ ଯୋଉ ପିଲା ପାଠ ପଢୁଥିଲେ, ମାଷ୍ଟର ମାନେ ଥିଲେ, କ୍ୟାମେରା ମାନ ଥିଲେ, ଅନ୍ତତ ପକ୍ଷରେ ଭାବୁଥିବେ ଏଇଟା କଣ? ଏଇଟା ହୁଁ କଣ ହୁଁ ନାଇଁ? ଗୋଟେ କଥା ଅପା, ମୁଁ ଏବେ ଯଦି ଏଇଠି ଆମେ ଲାଇଭରେ ମାନେ ଭଦ୍ରାମୀରେ କଥା ହଉଛୁ, ମୁଁ ଯଦି ଅଭଦ୍ରାମୀ କରିବି, ଆପଣ କଣ କହିବେ? ଏଇଟା କି ପିଲା? ଏଇଟା ଆପଣ କହିବେ ନା କହିବେନି? ନିଶ୍ଚିତ ସେମିତି ନିଶ୍ଚୟ ଯଦି ଆପଣ ସେଇ ସ୍କୁଲରେ ବସିଥାନ୍ତେ, ଗୋଟେ ପିଲାଟି ହେଇକି, ଯେତେବେଳେ ଆପଣଙ୍କର ହେତୁ ପାଇଥାନ୍ତା, ଆପଣ କଣ କହିଥାନ୍ତେ? ଏଇ ଥିଲେ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ, ଏଇ ଥିଲେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ, ଏଇଆ ତ? ହୁଁ ଇଏ ହେଲେ ମୋଦି ସରକାର, ଆଙ୍କର ଗୋଟିଏ ଏଜେଣ୍ଡା, ଖାଇ ପିଇକି ଗେଣ୍ଡା ଭଳିଆ ଏମାନେ ହେବେ। ଆଜ୍ଞା ଯୁଆଡେ ଯିବେ ସିଆଡେ ଖାଇବେ। ମୁଁ ଏଇଠି ଗୋଟେ ଲାଇଭ୍ କିଏ କରିଦେଇଥିଲା ବିଜେପି ର, ସେଠି ଅପରାଜିତା ମ୍ୟାଡାମ କହୁଛନ୍ତି ତାଙ୍କର କୁଆଡେ ଭୋଟ ବ୍ୟାଙ୍କ। ମୋହନ ବାବୁ କହୁଛନ୍ତି ଆଜ୍ଞା ଖାଇବାକୁ ଦବ? ହଁ ହଁ ଜୟ ଖାଇବା ପାଇଁ ଜଗନ୍ନାଥ ଭାଇ। ଭାଇ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ହଁ ସେ ହଁ ସେ ଆଉଛନ୍ତି ଭିଡିଓଟା ଖାଇବା ପାଇଁ। ହଁ ହଁ କଣ ଆଉ କହିବା। ଆଚ୍ଛା ଶ୍ରୀକାନ୍ତ ଭାଇ, ଆ ପୂର୍ବରୁ କଥା ହଉଥିଲେ, ଜୟଦେବ ଭାଇ ଟିକେ ଧ୍ୟାନ ଦିଅ। ଆ ପୂର୍ବରୁ ଆଜ୍ଞା କଥା ହଉଥିଲେ 80 କାର୍ଟୁନ ପୋଲିସ ଫୋର୍ସ ସ୍ପେଶାଲ ସ୍କ୍ୱାଡ ଓଡିଆ ପ୍ରବାସୀଙ୍କ ପାଇଁ। ଆଜ୍ଞା ଆଜ୍ଞା ଦିନକ ତ ପାଇଁ ସେମାନେ ଟ୍ୟାକ୍ସ ଭରିନାହାନ୍ତି। ଇଣ୍ଡିଆ ପାଇଁ, ଇଣ୍ଡିଆର ବିକଶିତ ପାଇଁ, ଇଣ୍ଡିଆର ବିକାଶ ପାଇଁ ସେମାନେ ଗୋଟେ ଥର ବି ଆଜ୍ଞା ଟ୍ୟାକ୍ସ ଭରି ନାହାନ୍ତି। ସେଇଥିଲାଗି ସେମାନେ ଯାଇକି ସେଠି ରହିଛନ୍ତି। ମନେ ଆଚ୍ଛା ରଖନ୍ତୁ। ହୁଁ 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 ତାଙ୍କୁ ଖାଇବାକୁ ଦିଆଯାଉଛି, ଆମେ ଲୁଣ କିଣୁଛୁ। ଭାଇ ଲୁଣ କିଣିଲେ ବି ତମେ ଟ୍ୟାକ୍ସ ଦଉଛ ନା। ହଁ 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 ମୁଁ ବି ଦେଖିବାକୁ ଗଲେ ପପକର୍ନ ଖାଇଲେ 3 ପ୍ରକାର ଟ୍ୟାକ୍ସ ଲାଗୁଛି ଆମ ଦେଶରେ। ହୁଁ ଆମେ ହୁଁ ସେଇ ହୁଁ ଦେଶରେ ଅଛୁ ଯୋଉ ଦେଶରେ ଗୋଟିଏ ଆଇଟମରେ ଆମେ 3-4 ପ୍ରକାର ଟ୍ୟାକ୍ସ ଦଉଛୁ। ତେଣୁକରି ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ଇଏ ହେଲେ ଖୋଲା ମକାରେ ଟ୍ୟାକ୍ସ, ପ୍ୟାକେଟ କିନ୍ତୁ ମକାରେ ସେମାନେ ଯୋଉ ଟ୍ୟାକ୍ସ, ସିଝା ପ୍ରବାସୀ ମକାରେ ଆସିଛନ୍ତି, ଟ୍ୟାକ୍ସ। ସେମାନେ କେବେ ଓଡିଶା କୁ ଟ୍ୟାକ୍ସ ଦେଇନାହାନ୍ତି। ଓଡିଶା କଣ ଭାରତକୁ ଟ୍ୟାକ୍ସ ଦେଇନାହାନ୍ତି ଖାସ କରିକି ହେଲା। କିନ୍ତୁ ଇଣ୍ଡିଆକୁ ସେମାନେ ଜମା ଓଡିଶା ଦେଇନି। ଡେଭଲପମେଣ୍ଟ କରିବାକୁ ଆସିଛନ୍ତି। ମାନେ ମୁଁ କିଛି ବୁଝିପାରୁନି ହେଲା। ତାକୁ ପୁଣି ଜଗିବାକୁ 80 କାର୍ଟୁନ ପୋଲିସ ଆଉ 10 କାର୍ଟୁନ ଆଜ୍ଞା ଯୋଉ 10 ଭିଭିଆଇପି କମ୍ପାନୀ ଆସିଛନ୍ତି ନା, ଭିଭିଆଇପି ଆସିଛନ୍ତି। ହେଲା। ଆଉ ଆପଣ ଦେଖିଥିବେ ଯେତେବେଳେ ମୁଖ୍ୟମନ୍ତ୍ରୀ ସେ ପ୍ରବାସୀ ଇଏରେ ଯେତେବେଳେ ସମ୍ମିଳନୀରେ ଭାଷଣ ଦଉଛନ୍ତି, ଚେୟାର ଫାଙ୍କା ସେଇଟାକୁ ଆମେ ଜାଣିଛୁ। ଯୁଆଡେ ସିଆର ଫାଙ୍କା ଯାଉଛନ୍ତି ହବନି, ପ୍ରବାସୀ ଦେଖ ଦେଖ ଗୋଟେ ଆଜ୍ଞା ମିନିଟ ଯୁଆଡେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ସାରେ, ଚେୟାର ଫାଙ୍କା ସେଠି ଆମେ ଦେଖିବାକୁ ପାଉଥିଲେ। ଏଠି ଦେଖିଲେ ସେଇଟା ଗୋଟେ ଆମେ ସେଥିରେ କିଛି ଭାବିବାରେ ନାହିଁ। କାରଣ ଯୋଉଠି ମୁଖ୍ୟମନ୍ତ୍ରୀ ଯିବେ ସେଠି ଲୋକ ହେବେନି। ଠିକ ସେଇପରି ଦେଶର ପ୍ରଧାନମନ୍ତ୍ରୀ ଆସିଛି, ଦେଶର ପ୍ରଧାନମନ୍ତ୍ରୀ ଆସୁଛନ୍ତି, ସେଠି ଗୋଟେ ବାଇଟ ଦଉଛନ୍ତି, ଦେଖିବେ ଆପଣ ପଛ ଆଡୁ ପୁରା ଚେୟାର ପୁରା ଫାଙ୍କା ସେଟା ହେଲା। ଚାଲିଛି ଭକ୍ତ ବା ପ୍ଲାଟୁନ ବଧିରୀ ନା ଗଲେଣି। 80 ପ୍ଲାଟୁନ। ଆପଣ କହିଲେ ପୋଲିସ ଠିଆ ହେଇଛନ୍ତି, ଆଉ କିଏ ଦରକାର କି? ଶୁଣନ୍ତୁ ପ୍ରବାସୀ ଆସିଛନ୍ତି,
ସେମାନେ ତାଙ୍କର ଆଚ୍ଛା ବନ୍ଧୁବାନ୍ଧବ ଥିବେ, ତାଙ୍କୁ ଟିକେ ଭେଟିବେ ନା, ଆଙ୍କୁ କାହିଁକି ଏମାନେ ଦେଖିବେ? ମତେ ଗୋଟେ କଥା କହିଲେ, ଯିଏ ଆଚ୍ଛା ଦେଶର ଆଚ୍ଛା ବିକାଶ ପାଇଁ ଟଙ୍କାଟେ ଦିନେ ଦେଇନି, ହୁଁ 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 ସେମାନେ କାହିଁକି ମୋଦି କଥା ଶୁଣିବାକୁ ଆସିବେ, ମୋହନ ବାବୁଙ୍କ କଥା ଶୁଣିବାକୁ ଆସିବେ? କଥା ହୁଁ ହଉଛି ହୁଁ ସେମାନେ ଖାଇଲେ ପିଇଲେ ଆସିଲେ ଓଡିଶା, ମାଗଣା ଆସିଲେ ମାଗଣାରେ ଯିବେ, ତାଙ୍କ ନାଁରେ ସୁରକ୍ଷା କହିଛି, ଏଇଟା ମୋଦିଙ୍କୁ ସୁରକ୍ଷା ଦିଆଯାଉଛି, ଯୋଉଥିପାଇଁ ଆଉ ଭାଇ ଏଇ ସୁରକ୍ଷା ବଳରେ ହୁଁ ଭାଇ ପୋଲିସ ରାମ କୁହନ୍ତୁ ମନ୍ଦିର ହଟେଇକି ନେଇଗଲେ ସେଠିକି, କୁହନ୍ତୁ ଭାଇ କହୁଛନ୍ତି ଲୋକ ଚାଲିଗଲେ, ଗୋଟେ ମିନିଟ ଜୀବନ ଭାଇ ଚାଲି କୁହନ୍ତୁ। ଯାଉଛି। ରାମ ମନ୍ଦିରକୁ କାଳେ ମୋଦି ଦେଇଛି କାଳେ? ମୋଦିର ସାନ ଭାଇ ଦେଇଛି, ଆଉ ଗୋଟେ ତାର ମଝିଆ ଭାଇ ଦେଇଛି। ଆଚ୍ଛା ସେ ଦେଇଥିବେ, ଆମେ ତ ଜାଣିନୁ ସିଏ କଣ କରିଥିବେ ହେଲା। ଭକ୍ତ ମାନେ କହୁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ରାମ ମନ୍ଦିର କରିଦେଲେ, ସେ ଆଚ୍ଛା ରାମକୁ ବି ଆଣିପାଇଲେ, ରାମକୁ ଯଦି ତମେ ଆଣିପାଇଲ, ଦାଉଦ ଇବ୍ରାହିମକୁ କାହିଁକି ନ ଆଣିପାଇଲ, ବିଜୟ ମାଲ୍ୟକୁ କେମିତି ନ ଆଣିପାଇଲ? ଯୋଉମାନେ ଦେଶରୁ ଲୁଟିକି ନେଇକି ଯାଇଛନ୍ତି, ବିଦେଶରେ ରହିଛନ୍ତି, ସେମାନଙ୍କୁ କାହିଁ ଆଣିବାରେ ସଫଳତା ହେଇପାରୁନି? ଆଉ କେତେ ଦିନ ତମକୁ ଦେଲେ ସଫଳ ଇଏ କରିବ ହେଲା। ଏମାନେ ଇଏ ବାହାର କଥା ଆମ୍ବାନୀ କହୁଛନ୍ତି। ଯେତେବେଳେ ଏଇଟା ଆମ୍ବାନୀ ଯେତେବେଳେ 5G ର କାମ କରୁନି, ବର୍ତ୍ତମାନ 8G ଆସିଲେ ପ୍ରାୟ ଯଦି କାମ କରିବ। ଆଚ୍ଛା ଏଇଟା ଗାଲୁଆମୀରେ ଜବାବ ଯଦି ଦିଆଯିବ, ଆଜ୍ଞା ତ ରାମକୁ ଯୋଉ ଆଣିଲେ ସେ ମନ୍ତ୍ର ଯନ୍ତ୍ର ତପସ୍ୟା ସବୁ କରିଥିଲେ। ତ ହୁଁ ବୁଝିପାରୁଛ ନା, ସେ କେତେ ବର୍ଷ ତପସ୍ୟା କରିଥିଲେ କି କେତେ ଘଣ୍ଟା ତପସ୍ୟା କରିଥିଲେ ଆମେ ଜାଣିପାରୁନୁ। ଆଜ୍ଞା ଏଇପା ଯେହେତୁ ସେ ଯୋଉ ଗୀତ କଥା ଗାଇ ଯାଇନଥିଲେ ନା, ଝୁଲା ତ ଝୁଲା ଯୋଉ କଥା କହିଲେ ପକड़ କି के आया हूँ, झूला पकड़ के चला जाऊंगा। हम ନା ନା तो ଯୋଉ କଥା फकीर है, झूला पकड़ के निकल जाएंगे जी। ତ ଯୋଉ କଥା କହିଲେ କି ବିଜୟ ମାଲ୍ୟା ହଉ କି ନୀରବ ମୋଦି ହଉ କି XYZ ଯୋଉମାନେ ଯାଇଛନ୍ତି ଦେଶ ହୁଁ 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 ଲୁଟିକି ଯାଇଛନ୍ତି, ତ ସେମାନେ ମଣିଷ ନା, ରାମ ତ ଦେବତା ସ୍ୱୟଂ ଆଚ୍ଛା ଭଗବାନ। ତେଣୁ ଆଚ୍ଛା ସେମାନଙ୍କୁ ତପ କଲେ ମିଳିଯିବ, ତପସ୍ୟା କରିକି ମନ୍ତ୍ର ଯନ୍ତ୍ର କରିକି ପଳେଇ ଆସିବେ। ଏମାନେ ବା ମଣିଷ, ଏମାନଙ୍କର ମନ୍ତ୍ର କଣ ପାଇବ? ନା ପାଇବନି। ଗୋଟେ କଥା ଭାଇ, ଆପଣ ଯୋଉ କଥା କହିଲେ ଆମେ ସେଥିରେ ଏକମତ। ଭଗବାନ ଯୋଉ ରାମ 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 ଆମକୁ ଆଣିଛନ୍ତି, ଆମେ ରାମକୁ ଆଣିବାର ବାସ୍ ଔକାତ ଆମ ପାଖରେ ବାସ୍ ନାହିଁ ବାସ୍ ହେଲା। ବାସ୍ ତମେ ବାସ୍ ଯୋଉ କଥା ବାସ୍ କହିଲ, ସେଇଟା ରାମ ଆମକୁ ଆଣିଛନ୍ତି, ହଁ ଆମର ଆମକୁ ଆଣିଛନ୍ତି, ଯାହା ଫଳରେ ଆମେ ଦୁନିଆ ଦେଖୁଛେ, ଦୁନିଆରେ ଚାଲିଲେ ବୁଲିଲେ ସବୁ କିଛି କଲେ। ଆମେ ରାମକୁ ଆଣିବା, ଆମର ଔକାତ ସେତିକି ନାହିଁ ହେଲା। ସେଇଟା କଥା, ସେ ସେଇଥିପାଇଁ କହିଲି ପରା, ଏଇଟା ଗୋ ଗାଲୁଆମରେ ଯଦି ଉତ୍ତର ମିଳିବ, ତାହେଲେ ଏଇ ଆନ୍ସର ଟା ଏଇଟା ଉତ୍ତର ମିଳିବ ଯେ ହଁ ସେମାନେ ଦେବତା, ରାମ ସ୍ୱୟଂ ଭଗବାନ, ଯାହା ପୁରା ଆମ ବିଶ୍ୱର ଠାକୁର, ସେମାନଙ୍କୁ ମନ୍ତ୍ର ଯନ୍ତ୍ର କଲେ ଭକ୍ତି ବଳରେ ଆମେ ପାଇଯିବା। କିନ୍ତୁ ଏମାନେ ଯେହେତୁ ଏମାନେ ମଣିଷ, ତେଣୁକରି ଆମେ ପାଇବାନି। ହୁଁ 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 ଭାଇ ଆଉ ଗୋଟେ କଥା, ଆପଣ ଦେଖିଥିବେ ବାଲେଶ୍ୱରରେ ଗୋଟେ ଘଟଣା ଘଟିଲା ବର୍ତ୍ତମାନେ। ଦେଖିଥିବେ ଧାନ ଉଠଉଛନ୍ତି ମଣ୍ଡିରୁ, ହଁ ସେ ହଁ ଜଣେ ଭାଇ ଜଣକ ଧାନ ଟା ଚେକ୍ ହୁଏ ମେସିନରେ, ସେ କିନ୍ତୁ ଗୋଟେ କଣ୍ଟା ଟାଇପ ର ଅଛି, ଫୁଟେଇ ଦେଇକି ସେଥିରୁ ଗୋଟେ ଦିଟା ଧାନ ଆଣିକି ପାଟିରେ ଚାଖି ଚେକ୍ କରୁଛନ୍ତି। ତା ଆ ଭିତରୁ ଭାଇ ତାକୁ ଯୋଉଟା ଭଲ କହୁଛି ଲାଗୁଛି ସେ ତାକୁ କ୍ୟାନସଲ କରୁଛି। ଆଜ୍ଞା, କୁହନ୍ତୁ। ମୋଦି ଗୋଟେ ମିଡିଆ ସଂସ୍ଥାକୁ ଯାଇଥିଲେ, ସେଠି କହିଲେ बारिश होने वाला है, बादल है, मुझे एक आइडिया आया, पूरा एमती मुझे एक आइडिया ହୁଁ आया, ହୁଁ 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 इसमें हम ହୁଁ राडार से बच सकते हैं। एयर ट्राई कथा। ଆଚ୍ଛା द्वितीय, मोदी जी जो हमरो कोउ माने कटक भुवनेश्वर रहिचंती। ଆଚ୍ଛା, ଆପଣ ଦେଖିତେ ପାଇଁ ଗୋଟେ ନାଳି ଯାଇଥିବ, ନାଳି ନାଳି ହଁ ହଁ ସେ ନାଳିରେ ସେ ପାଇପ ଲଗେଇକି ତା ଗ୍ୟାସ ରେ ନିଆଁ ଲଗେଇ ଦଉଥିଲେ, ଜଳୁଥିଲା, ଚା ବିକୁଥିଲେ। ଏ ଦୁଇଟା କଥା ମୁଁ ଆପଣଙ୍କୁ କହିଲି, ତାର ବେଷ୍ଟ ଉଦାହରଣ। ଦାନ୍ତରେ କାହିଁ ଚିପିଲେ ଜଣା ପଡିବନି। 100% ମୋଦିଙ୍କର ଯେତେବେଳେ ଆମର ଯୋଉ ଯୁଦ୍ଧ ବିମାନ ରାଡର ରେ ବଞ୍ଚି ଯାଉଛି କଣ ପାଇଁ ନା, ବାଦଲ ପାଇଁ। ଆଚ୍ଛା ତାପରେ ଯୋଉ ଅଛନ୍ତି ସେଠି ବିସ୍କୁଟ ମିଡିଆ ହଁ ହଁ ମାରୁଛନ୍ତି, ମାନେ ଏଟା ଓକାତଲେସ୍ ମିଡିଆ ବାଲା ହଁ ମାରୁଛନ୍ତି। ମାନେ ପାଠ ପଢିକି ସାମ୍ବାଦିକତା କରୁଛନ୍ତି ନା ଆଜ୍ଞା କାହାର ଗୋଡ ମଳିକି ସାମ୍ବାଦିକତା କରୁଛନ୍ତି, ମୁଁ ଆଜ୍ଞା ଜାଣିନି। ମୁଁ ଥେଲେ ପଚାରିଥାନ୍ତି ଏକ୍ସପ୍ଲେନ, ମୁଁ ଆଉ ଗୋଟେ ପଚାରିଥାନ୍ତି। କଥା ଆପଣ ଦେଖିଥିବେ, ସେଦିନ ଯୋଉ ଦରଦାମ ବୃଦ୍ଧି ପାଇଁ ନବୀନ ପଟ୍ଟନାୟକ ଯୋଉ ଇଏଟା କରିଥିଲେ ଭୁବନେଶ୍ୱରରେ, ଆପଣ ଦେଖିଥିବେ କିଛି ମିଡିଆ ବାଲା ପିଲାଙ୍କୁ, କଲେଜ ପିଲାଙ୍କୁ ପଚାରୁଛନ୍ତି, ଜାଣି ଶୁଣିକି ପିଲାଙ୍କୁ ପଚାରୁଛନ୍ତି, ଯୋଉ କୋଶ୍ଚିନ୍ ପଚାରିବା କଥା ନୁହଁ ସେ କୋଶ୍ଚିନ୍ ତାକୁ ପଚାରୁଛନ୍ତି। ଏ ସବୁ ମିଡିଆ ବାଲା ମୋ ମତରେ ଯୋଉଟା କହିଲେ, ଯୋଉଟା କି ଆମର ସୁଲତା ଅପା କହିଥିଲେ, ଏ ବିସ୍କୁଟ ମିଡିଆ, ମତେ ବି ସେଇଭଳିଆ ଲାଗୁଛି, ଏମାନେ ଗୋଟେ ବିସ୍କୁଟ ମିଡିଆ। ଏମାନେ ଆପଣ 300 ଟଙ୍କା ଲେଖା ମଜୁରୀ ଦଉଛନ୍ତି। ହୁଁ 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 300 ନୁହେଁ, 175। ଭାଇ ଆପଣ ଆଚ୍ଛା କମେଇ ଦେଲେ, ଧନ୍ୟବାଦ ଭାଇ।
ମୁଁ ଜାଣିନଥିଲି ମତେ ଲାଗୁଥିଲା 300। ଓହୋ ୱେବ ବାଲା ତାଙ୍କର ଟିକେ କମ ଅଛି। ହଁ ଠିକ ଠିକ। ନା ଯୋଉ ଫୋକସ ବର୍ତ୍ତମାନ ପ୍ଲସ ଭଳି ସେଥିରେ ବି କିଛି ଦଲାଲ ମିଡିଆ ସଂସ୍ଥାର ସାମ୍ବାଦିକ ମାନଙ୍କର ଦରମା ଟିକେ କମ। ହଁ ଠିକ 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 ଠିକ। ଆରେ ଭାଇ ଯୋଉ 300 ଟଙ୍କାରୁ ପୁଣି ତାଙ୍କର 175 ଜିଏସଟି ରୁ କଟିଯିବନି, ଜିଏସଟି ଦେବେ ନା ସେମାନେ। ହଁ। ଆରେ ଭାଇ ଯଦି ଆ, ମୁଁ ବର୍ତ୍ତମାନ ଲୋକ ଲଗେଇବି 10 ଜଣ ଲୋକ ଲଗେଇବି, ସେଥିରେ ମୁଁ ପାଇବି ନାହିଁ? ଆଚ୍ଛା ହଁ ଆଚ୍ଛା। ହଁ ଲଗେଇବି ହଁ, କାହିଁକି ସିଏ ଫେରେ? ବି ନିଶ୍ଚୟ ନିଶ୍ଚୟ ଗୋଟେ କଥା। ନିଶ୍ଚୟ। ଆଉ ଫେରେ ହୁଁ 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 ହୁଁ। ଭାଇ, ଏମାନେ ସବୁ ଗୋଟେ ଗୋଟେ ଗଦି ମିଡିଆ, ଯୋଉଟା କି ଆପଣ ମୁଁ ସଞ୍ଜୀବ କୁମାର ମୁଁ ଗୋଟେ ଡାକୁଆ ଭାଇ ଛାଡିଥିଲି ବୁଝିଲ ନା ଭାଇ, ସେ ଲେଖିଛନ୍ତି, କମେଣ୍ଟ ମୁଁ ଗୋଟେ ଦେଇଛନ୍ତି। ଖାଲି ଭିଡିଓ ଦେଖି ଛାଡିଲି, ଚେୟାର ଫାଙ୍କା ଅଛି। ଆଜ୍ଞା ମୁଁ କହିବା କଥା ଯେ ମାନେ ମାନେ ମୋଦି ଭାଷଣ ସେଟା ଏମିତି ଛାଡିଛି, ହୁଁ କିଏ କେତେ କମେଣ୍ଟ ଦବ ଭଗବାନ ହୁଁ ଜାଣିଛି। ହୁଁ ହୁଁ। ଆଉ ଗୋଟେ ଛାଡିଛି, ଗୋଟେ କଣ ସେ ଲେଡିସ୍ ଆଇଛି କାଲିଫର୍ଣ୍ଣିଆ ରହିଛି, ଆଚ୍ଛା କାଲିଫର୍ଣ୍ଣିଆ ରହିଛି, କହିଲା ମୁଁ ପୂଜା କରେ ଆଚ୍ଛା। ତ ଦୀର୍ଘ ହୁଁ ପାଇଁ। ହୁଁ ହୁଁ ଯଦି ସିଏ କାଲିଫର୍ଣ୍ଣିଆରୁ ଓଡିଶା ଆସିପାରୁଛି ମୋଦିକୁ ହୁଁ ପୂଜା କରିବା ପାଇଁ, ହୁଁ ହୁଁ। ମୋର ଓଡିଶାର ଭକ୍ତ ନିହାତି ପୂଜା କଲେ ଓଡିଶାର ଇଜ୍ଜତ ରହିଯିବ କି ନାହିଁ? ହଁ ନା ନିଜ ପଳେଇବ। ହୁଁ କିନ୍ତୁ ସେଭଳିଆ ଭକ୍ତ କାହିଁ ଗୋଟେ ଦେଖା ଯାଉନାହାନ୍ତି। ଚେୟାର ଖାଲି ପଡିଛି, ବସିବାକୁ ଜାଗା ନାହିଁ, ନାଇଁ କିନ୍ତୁ ସେଠି ପଚାରି ଚେୟାର ପାରିବେନି ଖାଲି ପଡିଛି। ଭାଇ। ଦେଖନ୍ତୁ ନବୀନ ବାବୁ ଜଣେ ସରଳ ବ୍ୟକ୍ତିତ୍ବ ମଣିଷ। ସେମାନେ ନବୀନ ବାବୁ କାହାପରେ ଆକ୍ଷେପ କରନ୍ତିନି। ବାସ୍ ବାସ୍। ଭାଷା ବିରୁଦ୍ଧରେ ଏଇ ଗଦି ମିଡିଆ ଥରେ ବାହାରିକି ଦେଖାଉ, ମାଡ ଏମିତି ମାରିବେ ମିଡିଆ ବାଲାଙ୍କୁ, ବିଜେପି ବାଲା ତାଙ୍କ ଗାଲ ସେକିଦେବେ, ତାଙ୍କର ଗାଲ ହୁଁ ହୁଁ ଓହଳେଇ ଦେବେ। ବିଜେପି ବାଲା ମାଡ ମାରିକି ମିଡିଆ ବାଲାଙ୍କର ଗାଲ ଓଳେଇ ଦେବେ ଯଦି ଏମାନେ ସେଠି ପଚାରିବେ କେତେ ଟଙ୍କା ନେଇକି ଆସୁଛନ୍ତି। ଯଦି ଫୋକସ ପ୍ଲସ ସାମ୍ବାଦିକ ସୁଧାଂଶୁର କୌଣସି ଏକ ଦଲାଲ ରିପୋର୍ଟର ଯାଇକି ବିଜେପିର ସଭା ସମିତିରେ ବା ପ୍ରବାସୀ ଓଡିଆ ସଭା ସମିତିରେ ଆଜ୍ଞା ପଚାରିଦବ କେତେ ଟଙ୍କା ନେଇକି ଆସିଛନ୍ତି, ବାଡେଇକି ତାଙ୍କ ଗାଲ ଓଳେଇଦେବେ ବିଜେପିର ଅନ୍ଧ ଭକ୍ତ ମାନେ। ମାନେ ନବୀନ ବାବୁ ଦେଖ, ନବୀନ ବାବୁ ହବା ପାଇଁ ହେଲେ ଆଜ୍ଞା ତପସ୍ୟା କରିବାକୁ ପଡିବ। ନିଶ୍ଚୟ ଆପଣ ନିଶ୍ଚୟ ଅନ୍ୟ ନେତାଙ୍କ କଥା କୁହନ୍ତୁ, କିଏ କୋଉ ଦଳରୁ ଆସିକି ଏମଏଲଏ ହେଇଗଲା, କିଏ କୋଉ ଦଳରୁ ଯାଇକି ଆଉ କୋଉଠି ଏମଏଲଏ ହେଇଗଲା, ସେଟା ଅଲଗା କଥା। ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ହଉଛି ବ୍ରାଣ୍ଡ। ଆପଣ ଜାଣିଥିବେ ସଂସଦରେ ଗୋଟେ ଭୋଟିଂ ହେଇଥିଲା, ଆମ ପାଖରେ କେତେ ଜଣ ରାଜ୍ୟସଭା 7 ଜଣ ସାଂସଦ ଅଛନ୍ତି, ଆମେ ଭୋଟ କେତେ ପାଇଥିଲେ? 69। ବାସ୍ କଥା ସେଠି। ଆମର ନବୀନ ବାବୁ ନବୀନ ବାବୁ ହୁଁ 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 ହୁଁ। ନବୀନ ବାବୁ ହବାକୁ ଆଙ୍କୁ 700 ଜନ୍ମ ଲାଗିଯିବ, ଯୋଉଟା କି ସେ ନିଜେ ଆକ୍ସେପ୍ଟ କରିଛନ୍ତି, ନିଜେ ଆକ୍ସେପ୍ଟ କରିଛନ୍ତି ନବୀନ ଭଳିଆ, ନବୀନ ପଟ୍ଟନାୟକ ଭଳିଆ ନେତା ଯୋଉଟା କି ଆଜ୍ଞା ଭାରତ ବର୍ଷରେ କେହି ନାହାନ୍ତି, ନିଜେ ଆକ୍ସେପ୍ଟ କରିଛନ୍ତି। କିନ୍ତୁ ଓଡିଶା ବିଜେପି ଆଉ କେନ୍ଦ୍ର ବିଜେପି ଭିତରେ ବହୁତ ଫରକ ମୋ ମତରେ, ମୋ ଜାଣିବାରେ। କାରଣ ଆପଣ ଦେଖନ୍ତୁ, ଓଡିଶା ବିଜେପି ଗୋଟେ କଥା କହୁଛି, କେନ୍ଦ୍ର ବିଜେପି ସେଠି ନବୀନ ପଟ୍ଟନାୟକକୁ ଭାରତ ରତ୍ନ ଦବାକୁ ମାନେ ଅପିଲ କରୁଛି। ଆପଣ ଦେଖନ୍ତୁ ଓଡିଶା ବିଜେପି ଆଉ କେନ୍ଦ୍ର ବିଜେପି ଭିତରେ ଫରକ ଟା କଣ? ଏଠି ଓଡିଶାରେ ବିଜେପି ଯେତେବେଳେ ନବୀନ ସରକାର ଥିଲା, ସରକାର ସମୟରେ ଓଡିଶାର ବିଜେପି ନବୀନ ପଟ୍ଟନାୟକକୁ ବହୁତ କିଛି ପ୍ଲେସ କରିଥିଲା, ଯୋଉଟା କି କେନ୍ଦ୍ର ବିଜେପି ନବୀନ ପଟ୍ଟନାୟକକୁ ପୁରସ୍କୃତ କରିଥିଲା। ଆପଣ ଦେଖିଥିବେ ବିଗତ ଦିନରେ। ସାରା ନା ଦେଖ ଅଲ ଦେଖ ଗୋଟେ ୱାର୍ଲଡ ଜାଣିଛି ଯେ ନବୀନ ବାବୁ କଣ। ଆଜ୍ଞା ନା ଗୋଟେ ଭକ୍ତର ପ୍ଲାନ କଲା, କୁହନ୍ତୁ। ଦେଖ ସେ ଯୋଉ ବାବା ଜଣ ତା ନା କଣ, ସେ ପ୍ଲାନ କଲା ଯେ ନବୀନକୁ ଏ ମାନେ ଭାରତ ରତ୍ନ ମିଳିବା ଦରକାର। ହୁଁ କେତେ ଗିରିରାଜ ସିଂ। ପ୍ଲାନିଂ ହୁଁ ଦେଖ। ଆଗେ ଶଳା ତା ବାପଟାକୁ ଦେଇ ସାର, ତା ବାସ୍ ବାସ୍ ପୁଅକୁ ବାସ୍। ପରେ ଦବ। ହୁଁ 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 ଏଇଟା ଯେତେବେଳେ ଆମର ଶୁଣନ୍ତୁ ଭାଇ, ଏଇଟା ଯେତେବେଳେ ଆମର ଇଭିଏମ କଥା ଉଠିଲା ନା, ହୁଁ ହୁଁ ହଁ ଚକେଇବା ପାଇଁ ଟିକେ ପଛକୁ ଯାଉଛି, ଯେତେବେଳେ ଜୟନାରାୟଣ ମିଶ୍ର ସେ ଲେଡିଜ ପୋଲିସିଂ ଯୋଉ ପୋଲିସଙ୍କ ସାଙ୍ଗରେ ଧସ୍ତାଧସ୍ତି ହେଲା, ହୁଁ ହୁଁ ସେତେବେଳେ ଗୋଟେ ଇସ୍ୟୁ ହେଲା, ତାକୁ ଚପେଇବାକୁ ଯାଇକି ସିଧା ପେଣ୍ଡାଲ ଉପରେ ଠିଆ ହେଇପଡ଼ିଲେ ଜୟନାରାୟଣ ମିଶ୍ର। ସିଧା କହିଲେ ଯେ ଭାଇ ମୁଁ ତଡାଖିଆ ନେତା। ଯେତେବେଳେ ତଡାଖିଆ ନେତା କହିଲେ, ସିଏ ସେତେବେଳକୁ ଆଉ ଲୋକ ଭୁଲିଗଲେ, ଏଇ ଧସ୍ତାଧସ୍ତି ଭୁଲିଗଲେ, ସେ ପଳେଇଲେ, ଦେଖ ଏମିତି କହିଲା ସେମିତି କହିଲା, ସିଏ ଗଲା ହାରି। ତାପରେ ଯେତେବେଳେ ଇଭିଏମ କଥା ପଡିଲା, ସେତେବେଳେ ସେପଟୁ ଆସିଗଲା ଗୋଟେ ଫୋକସ ଯେ ନବୀନ ବାବୁଙ୍କୁ ଭାରତ ରତ୍ନ ଦିଆଯିବା ଦରକାର। ହୁଁ 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 ହୁଁ। ଏଇଟା ହଉଛି ଚାପିବା ପାଇଁ, ଏଇଟା ହଉଛି ସେମାନଙ୍କର ପଲିସି, ସେମାନଙ୍କର ପ୍ଲାନ ଏଇଟା। ହୁଁ ହୁଁ ବୁଝିଲେ କି? ଯଦି ତମର ଏତେ ଚିନ୍ତା ଥିଲା, ବିଜୁ ବାବୁଙ୍କୁ ଆଜି ପର୍ଯ୍ୟନ୍ତ କାହିଁକି ଦେଇନ? ତାଙ୍କ ନାଁ ବି ଥରେ ଛାଡିଦେବି।
ନାଇଁ ମାନେ ଦେଖନ୍ତୁ ଏମାନେ ଇସ୍ୟୁରୁ ଭଟକେଇବା ପାଇଁ ଅନେକ କଥା କୁହନ୍ତି। ମତେ ହଁ ଲାଗୁନି କାହିଁକି ଗିରିରାଜ ସିଂଙ୍କର କଥା ଭାରତୀୟ ଜନତା ପାର୍ଟି ଶୁଣୁଥିବ ବୋଲି। କାରଣ ଭାରତୀୟ ଜନତା ପାର୍ଟିରେ ଦୁଇଟି ଲୋକର ଏବେ ବୋଲବାଲା ଚାଲିଛି, ଗୋଟେ ଆଦାନୀ ଗୋଟେ ଆମ୍ବାନୀ। ଅମିତ ବାସ୍ ଶାହା ବାସ୍। ଆଉ ନରେନ୍ଦ୍ର ମୋଦି ହେଲେ ତାଙ୍କର କଣ କର୍ମଚାରୀ, ଏମାନେ ଫୋନ ମାରିବେ ଡୁ ଇଟ୍, ୟେସ୍ ୟେସ୍ ଆଇ ଡୁ ଇଟ୍। ଆଉ ବାକି ରହିଲେ ଏଇ ଯୋଉ ଗିରିରାଜ ସିଂ କୁହନ୍ତୁ, ସେମାନଙ୍କ ଅବସ୍ଥା କଣ ଥବ? ବିଜେପି ପାର୍ଟିରେ ଏବେ ଆରଏସଏସ୍ ଆଉ ବିଜେପି, ଆରଏସଏସ୍ ବିଜେପି କହିଲେ ମୋଦି ଆଉ ଆରଏସଏସ୍, ଅମିତ ଶାହା ଆରଏସଏସ୍ ଭିତରେ ଏକ ଶୀତଳ ଯୁଦ୍ଧ ଚାଲିଛି। ଆପଣ ମାନେ ଜାଣିଥିବେ ଆରଏସଏସ୍ ରୁ ଦୁଇଟା ପଲିଟିକାଲ ପାର୍ଟି ଜନ୍ମ ହେଇଛି, ଅନେକ ପାର୍ଟି ଜନ୍ମ ହେଇଛି, କିନ୍ତୁ ଦୁଇଟା ପାର୍ଟି ହାଇଲାଇଟ ହେଇଛି, ଗୋଟେ ଜନସଂଘ ଆଉ ଗୋଟେ ହେଲା ଭାରତୀୟ ଜନତା ପାର୍ଟି। ଏଇ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଆଉ ଗୋଟେ ପାର୍ଟି ଆରଏସଏସ୍ ବାହାର କାଳେ କରିଦବ, ସେ ଦିଗରେ ଆଚ୍ଛା। ମଧ୍ୟ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। କାରଣ ଆରଏସଏସ୍ ର ନୀତି ନିୟମକୁ ବେଖାତିର କରିକି ଆପଣ ମାନେ ଦେଖିଥିବେ ନରେନ୍ଦ୍ର ମୋଦି ଯେତେବେଳେ କହିଲେ ଆମର ମହାରାଷ୍ଟ୍ରରେ ଅଜିତ ପାୱାର କୁ ଘୋଟାଲା ବାଜ ସବ ଜେଲ ଯାଏंगे, ତାପରେ 8 ଦିନ ପରେ ସେ ଆଜ୍ଞା ମିଶିଗଲେ। 8,000 ନା କୋଟିର ଘୋଟାଲା କଥା। 8,000 କୋଟି ଟଙ୍କାର ଘୋଟାଲା, ସେଇଟା ରାତିରେ କହିଲେ ଚକି ପେସିଂ, କିନ୍ତୁ ସକାଳ ହେଲା ବେଳକୁ ଉପମୁଖ୍ୟମନ୍ତ୍ରୀ ସେଇ ଆରେ ଦଳର। ତେଣୁକରି ଯେତେ ମତେ ଲାଗୁନି ପାପ କାହିଁକି କର ଭାରତୀୟ ଜନତା ପାର୍ଟିରେ ମୋଦିଙ୍କର बोलबाला ଚାଲିଛି। ଆଦାନୀ ଆମ୍ବାନୀ କହିବେ ନା ନା ना ना अजीत पवार जी को पार्टी में पार्टी के साथ ले लो, हाँ हाँ ले लेंगे मालिक, कोई बात नहीं, हम गलती से कल बोल गए थे लेकिन आज ले लेंगे, कोई बात नहीं। ଗରିବ ଗୁରାଙ୍କର ଲୋନ ଛାଡ ନାହିଁ, ବଡଲୋକିଆର ଛାଡ। 100% ଆପଣ ଯେତେ ଦେଶ ପାଇଁ କଣ ଦୋଷୀ କରିଛନ୍ତି କି? ନାଇଁ 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 ନାଇଁ, ଆପଣ ଦେଶ ପାଇଁ କଣ କରିଛନ୍ତି? ଆପଣ ଚାଷ କରିଛନ୍ତି, ଚାଉଳ ଅମଳ କରିଛନ୍ତି, ତାକୁ ନେଇକି ବଜାରରେ ବିକିଛନ୍ତି। ଆଜ୍ଞା ବିଜନେସମ୍ୟାନ ମାନେ ସେ ଚାଉଳକୁ ନେଇକି ମୁଢି କଲେ ସିନା ଦେଶ ଚଳିବ। ଆପଣ କଣ କରିଛନ୍ତି କହିଲେ? ଜିଏସଟି ନେବେ। ଆପଣ ଚାଉଳ ବନେଇଛନ୍ତି ସିନା, ଚାଷରେ ଅମଳ କରୁଛନ୍ତି, ସେ ମୁଢି ତିଆରି ରାଇଟ୍ ରାଇଟ୍ କରୁଛନ୍ତି। ତେଣୁ ତାକୁ ରାଇଟ୍ 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 ପଚାରିବେ ନା ଆଉ, ତାଙ୍କ ଲୋନ କାହିଁ ମାଫ ହବନି, ତମ ଲୋନ କାହିଁ ମାଫ ହବ? ତମେ ଆଉ 4 ଦିଲ୍ଲୀ ମାସ ଖଟିବ, ହଳ କରିବ, ବିହନ ମୂଳିବ, ତଳି ଆଇଲେ ତାକୁ ରୋଇବ, ପୁଣି କାଦୁଅ କରିକି, ତାପରେ ଧାନ କାଟିବ, ଯେତେ ଧାନ ଦିନ ଶୁଖେଇବ, ଧାନ ବାଡେଇକି ଶୁଖେଇବ, ତାକୁ ଉଁସେଇବ, ତାକୁ ନେଇକି ବିକିବ, ବିକିଲା ପରେ ସେ ମୁଢି ହେଲା ବେଳକୁ ସେ ଆଜ୍ଞା ତମେ ବିଜନେସ ମ୍ୟାନ ଜି- ମାନଙ୍କର ଧନ୍ଦା ଯେତେ ହେଲା। ତମେ ଜିଏସଟି ଯେତେ ନବ। ବଡ ବଡ ମାଫିଆ, ଯେତେ ବଡ ବଡ ଦୋଷୀ, ଯେତେ ବଡ ବଡ ମାନେ ଯାହା ବି ହେଇଥାଉ, ଯଦି ବିଜେପି ଦଳ ମିଶିଗଲା ମାନେ ସବୁ ମାଫ। ବାସ୍ ବାସ୍ 100%। ବାସ୍। ଗଙ୍ଗା ଆଉ କଣ ଅଛନ୍ତି ଭାବୁଛନ୍ତି? ଗଙ୍ଗା ଆଉ କଣ ଶିବଙ୍କ ମୁଣ୍ଡରେ ଅଛନ୍ତି? ଗଙ୍ଗା ଏବେ ଭାରତୀୟ ଜନତା ପାର୍ଟିର ପଲିଟିକାଲ ଯୋଉ ଟ୍ରେଜରର ଅଛି, ଟ୍ରେଜରର ପଛପଟେ ଯୋଉ ହୁଣ୍ଡିଟା ଅଛି, ସେ ହୁଣ୍ଡିରୁ ବାହାରୁଛନ୍ତି। ଯିଏ ତା ଦେହରେ ମିନିମମ୍ 1,000 କୋଟି 500 କୋଟି ଟଙ୍କା ପକେଇଦେଲା, ଆଉ ଯାଇ ଭାରତୀୟ ଜନତା ପାର୍ଟିରେ ମିଶିଗଲା, ହାତ ମିଳେଇଦେଲା, ଆଜ୍ଞା ଗଙ୍ଗାରେ ଧୋଇ ହେଇଗଲା। ଗଙ୍ଗା ମାତା ଏବେ ମତେ ଯାହା ଲାଗୁଛି ଭାରତୀୟ ଜନତା ପାର୍ଟିର ଅନ୍ଧଭକ୍ତ ମାନେ ଭାବୁଛନ୍ତି ଯୋଉ ତାଙ୍କ ପାର୍ଟିର ଟ୍ରେଜରର ଯୋଉ ସାଇଟ ରେ ଥୁଆ ଯୋଉ ହୁଣ୍ଡି, ସେଇ ହୁଣ୍ଡିରେ ଅଛି ଆକାଉଣ୍ଟ ମାନେ ହୁଣ୍ଡି। ମାନେ ତା ତାର ମୁଁ ତା ଧାସରେ ବାଜିଗଲେ ବି ପବିତ୍ର ନା କଣ? ଆଜ୍ଞା ଆଜ୍ଞା ତାର ମୁଁ ଅନ୍ଧଭକ୍ତ, ମୁଁ ଚୌକିଦାର ଚୋର ହୁଁ। ଇଏ କଥା ଆଉ ଉଠୁନି। ଇଏ ଯୋଉ ଆପଣ ଯୋଉ କଥାଟି କହିଲେ ଚୌକିଦାର, ମେ ବି ଆରେ ଚୌକିଦାର, ଉଠିଲେ ସେ ଆମେ ଚୌକିଦାର। ଉଠେଇବା ନା, ହଁ। ଆମେ ଉଠେଇବା, ହୁଁ। ନଅଠୁ ଆମେ ମଝିରେ ମଝିରେ ଉଠେଇବା। ବହୁତ ପିଲା ତାଙ୍କର ଫେସବୁକ ଆଇଡିରେ ତାଙ୍କର ପ୍ରଥମରୁ ଲେଖିଥିଲେ ଭାଇ ମେ ବି ଚୌକିଦାର, ମୁଁ ବି ଚୌକିଦାର, भाई ଏକ୍ସ ୱାଇ ଜେଡ୍ बहनों, ତାଙ୍କର ନାଁଟା। अरे सुना सुना भाई और बहनों, मैं तेजस्वी लोग हूँ। काला धन मिलेगा ना, मिलेगा। आ जाएगा, और आ जाएगा। ଆରେ ଆଉ ଗୋଟେ ଅନ୍ଧଭକ୍ତ ଶଳା ବୁଝୁଛନ୍ତି। ଆମେ 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 ଭାଇ ଖାଇବା ସେମାନେ ସହିତ ଆମେ ରହିବା। ଆମର ଆମେ ସେ ଆଖି ଅଛି, ନାଣ୍ଡିଆ ଭଳିଆ ନୁହଁ, ଯୋଉ କଟପ୍ପା ଭଳିଆ ନୁହେଁ, ଟିକେ ଅନ୍ଧଭକ୍ତ ଆମର ସୋସିଆଲ ଆଖି ଅଛି। ନୁହେଁ। ଶୁଣନ୍ତୁ ଭାଇ, ଆମର ଆଖି ଅଛି, ଆମର କାନ ଆଖି ଅଛି ଦେଖିବୁ, କାନ ଅଛି ଶୁଣିବୁ, ଦି ଅକ୍ଷର ପାଠ ପଢେଇଛନ୍ତି ଆମ ବାପା ମାନେ, ସେଟାକୁ ଦେଖିବୁ। କିନ୍ତୁ ଆମେ ଅନ୍ଧ ଭଳି ଆଉ କାଲ ଭଳି ଆଉ ଯୋଉ କଣ ମୁକ ଭଳି ଯାହା ବାହାରିଲୁ ଏ କରିବୁ ନାହିଁ। ନା ସେ ନା, କହିବୁ ମୁଁ ନା। ଟିକେ ମଝିରେ ମଝିରେ ଆଦାନୀ ଘିଅ ଢାଳୁଛି। ଆଚ୍ଛା। ଆଉ ଆଚ୍ଛା ଏଇଠି ଆଦାନୀ କି? ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଏଇଠି ମୁଁ ଅନ୍ଧଭକ୍ତ ଆଦାନୀ ବି ଘିଅ ଅଛନ୍ତି। ଢାଳିବି। ଆମ ଲାଇବ୍ରେରୀ ବି ଅନ୍ଧଭକ୍ତ ଅଛନ୍ତି, ହଁ ତାଙ୍କର ଟିକେ ଟିକେ ଜଳୁଛି, ଟିକେ ଟିକେ ପଡୁ, ଟେନସନ ନାହିଁ, ଟେନସନ ନାହିଁ, ଚଲା ଗାଡି।
ଆଉ ବାପା ତ ତେଲ ଦବ ଆଉ। ଆଚ୍ଛା, ଓଡିଆ ହୁଁ। ଅସ୍ମିତା ଏବେ କୋଉଠି ଅଛି? ଯାଜପୁରରେ ନା କୋଉଠି? ବାଲେଶ୍ଵରରେ ନା କେନ୍ଦ୍ରାପଡାରେ ନା କଟକରେ? କୋଉଠି ଓଡିଆ ଅସ୍ମିତା ଟା ଏବେ? ନା ବର୍ତ୍ତମାନ ପ୍ରାୟ କୋମାରେ ଅଛି ବୋଧେ। ଭାଇ ଜୟ ଜଗନ୍ନାଥ। ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ଜୟ ଆପଣଙ୍କୁ ସ୍ୱାଗତ। ଜଗନ୍ନାଥ। ଆଉ କେମିତି ଅଛନ୍ତି ସମସ୍ତେ? ନା ଭଲ ବହୁତ ଭଲ ଭଲ। ଅଛୁ ଭାଇ। ପ୍ରବାସୀ ମାନେ କଣ ଆସିଛନ୍ତି, କହୁଛନ୍ତି? ଆମର ମୋହନ ବାବୁ ତାଙ୍କୁ ଆମ୍ବ ଟାକୁଆ ଯାଉ ଖାଇବାକୁ ଦଉଛନ୍ତି, ଆମେ ସେଟା ଦେଖିକି ଭାରି ଖୁସି ହଉଛୁ। ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ଯେତେବେଳେ ନା ବଣ୍ଟା ଯାଉଛି ଆମେ ମତେ ଦେଖିକି ନାନ ଗାଡି ଅତ୍ୟନ୍ତ ଆନନ୍ଦିତ ହଉଛୁ। ନାନ ଗାଡିରେ ବୁଲିଲେଣି? ଭାଇ ମତେ ଟିକେ ଦୁଃଖ ଲାଗୁଛି, ମୁଁ କିନ୍ତୁ ଦାଦନ ଖଟୁଛି। ମୁଁ ପ୍ରବାସୀ ଭାରତୀୟ, ପ୍ରବାସୀ ଓଡିଶା, ମୁଁ ବି ସେଇ। କିନ୍ତୁ ଓଡିଶା ବାହାରେ ଦାଦନ ଖଟିବାକୁ ଆଇଛି। ଆଉ ନାନ ଦାଦନ ମୁକ୍ତ କେବେ ହବ, ମୋ ଫର୍ମ କେବେ ପାସ୍ ହବ ଭଗବାନ ଜାଣନ୍ତି। ନାନ ନାନ ଗାଡିରେ ବୁଲିଲେଣି? ହଁ ହଁ ହଁ। ଅମିତ ଶାହା ଗୋଟେ ନ୍यूज चैनल ରେ କହିଥିଲେ, चुनाव के ହୁଁ। टाइम में कुछ कुछ ना कुछ बोला जाता है जीतने के लिए, लेकिन वो वायदे पूरा नहीं होता है, वो जुमला होता है, वो जुमला है। जुमला होता है। କଣ 15 लाख ଦେଖିଥିଲେ? 15 लाख मिलेगा वो जुमला है। ବର୍ତ୍ତମାନ ସେ ଯୋଉ ବାଦା କରିଥିଲେ ଏପର୍ଯ୍ୟନ୍ତ ବାଦା ପୂରଣ ହେଲାଣି କି ନାହିଁ? ଯୋଉଟା କି 3100 ଟଙ୍କା ନା 3500 ଟଙ୍କା ଭର୍ତ୍ତା ଯୋଉ କହିଥିଲେ, ସେ କାହାକୁ ମିଳିଲାଣି କି ନାହିଁ? ଏ ବିଷୟରେ କିଛି ମାନେ ଖବର ଅଛି? ଆଜ୍ଞା ଭତ୍ତା ଲୋକଙ୍କୁ ମିଳୁନି, ଭତ୍ତା ଭତ୍ତା ମିଳୁନି। ଆଉ ଆଚ୍ଛା 3500 3000 ଟଙ୍କା ଛାଡନ୍ତୁ ଆଜ୍ଞା, ଧର୍ମେନ୍ଦ୍ର ପ୍ରଧାନ କହିଥିଲେ 300 ୟୁନିଟ ଛାଡ, ମୋଦି ଦବ 300 ୟୁନିଟ। ତାଙ୍କରି ଦଳର ବିଧାୟକ, ଆମର ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ଜଣେ ପ୍ରଶ୍ନ କଲେ, ସମ୍ମାନୀୟ ବିଧାୟକ ବିଜେପି ପ୍ରଶ୍ନ କଲେ, ଉପମୁଖ୍ୟମନ୍ତ୍ରୀ ଉତ୍ତର ରଖିଲେ 300 ୟୁନିଟ ବିଜୁଳି ଦେଇ ହବନି। ସିଏ ଆଉ ଗୋଟେ କହିଥିଲେ, ଯଦି ଆମର ପାର୍ଟି ଜିତେ ତାହେଲେ ମଦଟା ବି ବନ୍ଦ କରିଦବା। ଆଉ ହଁ ମଦ ମଦ ବନ୍ଦ କରିବା ବି ଆଜ୍ଞା, କହିଥିଲେ। ଆମ ଯୋଉ ସଞ୍ଜୟ ଦାସ ବର୍ମା କୋଉଠୁ ଲଢୁଥିଲେ ଏଥରକ ନିର୍ବାଚନ? ମାନେ ଯିବ ସତ୍ୟବାଦୀ, ଅଗରାଧି ଆଜ୍ଞା ସତ୍ୟବାଦୀ। ସତ୍ୟବାଦୀ ବିଧାୟକ ଓମ ବାବୁ ବଡ ଭାଇରେ ପିଉଥିଲେ, ଆପଣ ମାନେ ଦେଖିଛନ୍ତି ତ? ଜଣେ ଆମର ହିନ୍ଦୁ ସମାଜର ନାରୀଙ୍କ ସହିତ ଯୋଉ ନାରୀଙ୍କର ବିବାହ ହେଇକି ଏକ ତାଙ୍କର ସୁପୁତ୍ର ଅଛନ୍ତି, ଆଉ ସେ ଆଉ ଜଣଙ୍କର ଜଣେ ଭଲ ଧର୍ମପତ୍ନୀ। ଭଦ୍ର ବ୍ୟକ୍ତିଙ୍କର ପତ୍ନୀ, ତାଙ୍କର ଧର୍ମ ପତ୍ନୀଙ୍କ ସହିତ ଓମ ବାବୁ କିଛି ଗୋଟେ ବାର୍ତ୍ତାଳାପ କରୁଥିଲେ ଏକ ହୋଟେଲରେ, ଏବଂ ଗାଡିରେ ଅନେକ ଭିଡିଓ ଆମ ପାଖରେ ଅଛି। ସେଠି ବଡ ଭାଇଜର ପିଉଥିଲେ ସାର୍। ତାଙ୍କ ନା ବିଜେପି ସିଏ ଦଳର ନେତା ମିଳିଲାନି। ମଦ ପିଆ ଛାଡୁନାହାନ୍ତି, ଆପଣ କହିବେ ମଦ ବନ୍ଦ ହେଇଯିବ। କାହିଁକି ଲିକୁ ସେଇଟା ସାହୁ ତ ନିଜେ ମାନିଛନ୍ତି, ଲିକୁ ସାହୁ ତ ନିଜେ ମାନିଛନ୍ତି, ମୁଁ ଯେତେବେଳେ ଟେନସନ ହେଇଯାଏ ମୁଁ ରିଲାକ୍ସ ପାଇଁ। ରିଲାକ୍ସ ପାଇଁ ଆଜ୍ଞା, ମୁଁ ସେ ଜାଗାରେ ଆମର ପହି ମ୍ୟାଡାମ କହିଲେ, ମୁଁ ପହି ମ୍ୟାଡାମଙ୍କୁ ହୃଦୟରୁ ଧନ୍ୟବାଦ ଦେବି ଆପଣଙ୍କ ଶିକ୍ଷାନ୍ତାକୁ ଲାଇଭ ଅନୁଯାୟୀ। ପହି ମ୍ୟାଡାମ କହିଲେ ଲିକୁ ସାହୁ ବିଜେପି ବିଧାୟକ ନୁହନ୍ତି, ଲିକୁ ସାହୁ ହଉଛନ୍ତି ସ୍ୱାଧୀନ ବିଧାୟକ, ବିଜେପି କୁ ସମର୍ଥନ ହଁ ଦେଇଛନ୍ତି। ହଁ ସେ ତେଣୁକରି ଦଳୀୟ ଆଜ୍ଞା, ଟିକେଟରେ ସେମିତି ନାହାନ୍ତି। ତେଣୁକରି ଆଜ୍ଞା ଜଣା ପଡୁଛି ଯେ ଭାରତୀୟ ଜନତା ପାର୍ଟିରେ ଲିକୁ ସାହୁଙ୍କୁ କେତେ ଆଦର ଅଛି। ପ୍ରଥମ କଥା ହେଲା, ଭାରତୀୟ ଜନତା ପାର୍ଟି ଏକ ସୁବିଧାବାଦୀ ସ୍ୱାଧୀନ ପାର୍ଟି। ପ୍ରାର୍ଥୀ ବା, ସ୍ୱାଧୀନ ଚିରାଗ ବିଧାୟକ। ଆଜ୍ଞା ପାସୱାନ ଦେଖନ୍ତୁ, ଆମର ଆପଣ ଯାହାକୁ ଦେଖିବେ, ତାଙ୍କ ଯୋଉମାନଙ୍କ ସାଙ୍ଗରେ ସେମାନେ ଭାରତୀୟ ଜନତା ପାର୍ଟି ତାଙ୍କୁ ଆକ୍ସେପ୍ଟ ମିଶିଛନ୍ତି, କରିନି ଆଜି ପର୍ଯ୍ୟନ୍ତ। ଆଜ୍ଞା ଗୋଟିଏ ଲୋକ ତାଙ୍କ ପଞ୍ଚାୟତ ଲୋକ ଏନଡିଏରୁ କହୁଛନ୍ତି ବାହାରିଲା ସ୍ୱାଧୀନ ପରେ ବିଧାୟକ ବୋଲି। ନିଜ ପାର୍ଟିକୁ ଷ୍ଟ୍ରଙ୍ଗ କରିପାରିଲା, ସେ ହଉଛନ୍ତି ଭାରତ ବର୍ଷର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ସେ ଆମର ୱେଷ୍ଟବେଙ୍ଗଲ ମମତା ଦିଦି। ଯିଏ ମୋଦିକୁ ନାଲି ଆଖି ଦେଖେଇ ପାରିଲା ଏନଡିଏ କୁ ଛାଡିକି, ବାକି ସମସ୍ତେ ଭାଙ୍ଗି ଗଲେ। ଶିବସେନା ଦେଖାଯାଉ, ଏନସିପି ଦେଖାଯାଉ, ଆପଣ ଯାହା କଥା କହିବେ। ସମୟ ଆସୁଛି ନୀତିଶ ଦେଖେଇବ, ଆଜ୍ଞା ସମୟ ଆସୁଛି ନୀତିଶ ଯାଦବ ଦେଖେଇବେ ଆଖି। ହଁ ଦେଖାନ୍ତୁ ଦେଖାନ୍ତୁ, କାରଣ ଏମାନେ ଆଉ ଦେଖ ଅଳ୍ପ ଦିନ। ବର୍ତ୍ତମାନ ଦେଶ ଆଉ ଦେଶ ଭଳିଆ ହେଇକି ରହିନାହିଁ ହେଲା, ଯୋଉଟା କି ଶ୍ରୀଲଙ୍କା ଭଳିଆ ହବା ଅବସ୍ଥାରେ ସାଧାରଣ ଲୋକ ଏଠି ଆପଣ ସବୁ ଜିନିଷରେ ଟ୍ୟାକ୍ସ ଦଉଛନ୍ତି, ସାଧାରଣ ଚୁଡାମୁଡିରେ ଆପଣ ଟ୍ୟାକ୍ସ ଦଉଛନ୍ତି, ଆଉ କଣ ମାନେ ଯୋଉମାନେ ଗରିବ ଲୋକ ଖାଇବେ, ସକାଳୁ ଉଠି ଖାଇବେ, ସେଇ ଜିନିଷଟା ବି ଟ୍ୟାକ୍ସ, ସେ ବି 18 ଟଙ୍କା।
ହେଲା। ଆଉ ହୀରା ହୀରା ସୁନାରେ ସେଥିରେ 2 ଟଙ୍କା 2% GST। ଏଠି ବଞ୍ଚିବା ମୁସ୍କିଲ। କେନ୍ଦୁପତ୍ରରେ GST। ଯୋଉ ଆଦିବାସୀ ଭାଇ ଭଉଣୀ ମାନେ କେନ୍ଦୁପତ୍ର ତୋଳି ବିକିକି ସେମାନେ ତାଙ୍କ ପରିବାର ଭରଣ ପୋଷଣ କରୁଛନ୍ତି, ସେମାନେ ବି ଟ୍ୟାକ୍ସ ଦବାକୁ ପଡୁଛି କେନ୍ଦୁପତ୍ରରେ, ଯୋଉଟା କି ବିଗତ ସେଟା ଦିନରେ ଆପଣ ପାରମ୍ପରିକ ନୁହଁ ଦେଖିଥିବେ। ନା, କୁହନ୍ତୁ ଭାଇ। ସେଇଟା ପାରମ୍ପରିକ ନୁହଁ ସେଟା। ଆମ୍ବ ଟାକୁଆ ହଉଛି ପାରମ୍ପରିକ। ଓହୋ, ଆମ୍ବ ଟାକୁଆ ଯାଉ। ହୁଁ ହୁଁ ହୁଁ। ହଁ, କେନ୍ଦୁପତ୍ର ଆମ ଏପଟରେ କେନ୍ଦୁପତ୍ର ଟା ପାରମ୍ପରିକ ଲୋକଙ୍କ ପାଇଁ ପାରମ୍ପରିକ ଶ୍ରୀକାନ୍ତ ଜିନିଷ। ଭାଇ ଗୋଟେ ହଁ ଆନାଉନ୍ସମେଣ୍ଟ କରିବା, ଗୋଟେ କରିବା। କୁହନ୍ତୁ କୁହନ୍ତୁ। ଆପଣ ମାନେ ଯୋଉମାନେ ଲାଇଭ ଦେଖୁଛନ୍ତି, ଆପଣ ମାନେ ଜାଣିଥିବେ ଗୋଟେ ଫୋକସ ପ୍ଲସ ନାମକ ଏକ ଖବର ହୁଁ ସଂସ୍ଥା ଅଛି, ଯୋଉ ଖବର ଆଜ୍ଞା। ସଂସ୍ଥାଟି ବାରମ୍ବାର ପେଡ ନ୍ୟୁଜ ଦେଇଥାଏ। ଆପଣ ମାନେ ତାର ଖବର ର ଭାଷାଗତ ଶାଳୀନତା ଜ୍ଞାନ ଆପଣ ଯଦି ଦେଖିବେ, ଯୋଉଟା କି ଅସାମାଜିକ ଭାଷା ତା ଦେହରେ ପ୍ରୟୋଗ କରନ୍ତି ତାଙ୍କର ଯିଏ ମୁଖ୍ୟ ରହିଲେ ଏବଂ ତାଙ୍କ ରିପୋର୍ଟର ମାନେ। ମୁଁ ଦୟାକରି ଲାଇଭ ଆଜ୍ଞା ମାଧ୍ୟମରେ କହିବି, ଫୋକସ ପ୍ଲସ ଚ୍ୟାନେଲ ର ଟ୍ୱିଟର ହ୍ୟାଣ୍ଡେଲ ହଉ, ଇନଷ୍ଟାଗ୍ରାମ ହଉ ଏବଂ ଫେସବୁକ ହଉ, ତାକୁ ଅନଫଲୋ ସମସ୍ତେ କରନ୍ତୁ। ୟୁଟ୍ୟୁବ କୁ ଯାଇ ଆମ ଲାଇଭ ଦେଖିଲା ପରେ ଆପଣ ୟୁଟ୍ୟୁବ କୁ ଯାଇକି ଫୋକସ ପ୍ଲସ ସର୍ଚ୍ଚ କରିକି ଅନସବସ୍କ୍ରାଇବ କରନ୍ତୁ। ଚ୍ୟାନେଲ କୁ ସବକ ଶିଖେଇବା ଯେ ଆଜ୍ଞା ଆଉ କେବେ ତାର ସାହସ ହବନି ପଚାରିବା ପାଇଁ କେତେ ଟଙ୍କା ନେଇକି ଆପଣ ଆସିଛନ୍ତି। ଆପଣ ଏଇଟା ଆମେ ଦାବି କରୁଛୁ ଆମର ସମସ୍ତ ଭିଓରଙ୍କ ପାଖରେ। ଆଉ ଗୋଟେ ହୀନ ପ୍ରପଗେଣ୍ଡା ଚ୍ୟାନେଲ ଆଜ୍ଞା ଆଇଟି ସେଲ, ସେଇଟା କୌଣସି ଖବର ସଂସ୍ଥା ନୁହେଁ। ତାର ଭାଷାଗତ, ତାର ଭିଡିଓ, ତାର ଯେକୌଣସି ଷ୍ଟେଟମେଣ୍ଟ ଆପଣ ସବୁ ଶୁଣିବେ, ଲାଗେ ଯେମିତି ଏକ ରାଜନୈତିକ ଦଳର ଆଇଟି ସେଲରୁ କିଛି ଭିଡିଓ ଆସିଛି, ଲାଗେନି ଏକ ନିରପେକ୍ଷ ଖବର ସଂସ୍ଥାରୁ ଆସିଛି। ସମସ୍ତଙ୍କୁ ମୁଁ ଅନୁରୋଧ କରିବି, ସାନ ପୁଅ ଆପଣ ହିସାବରେ, ଦେଖୁଥିବେ। ସାନ ଭାଇ ହିସାବରେ ଅନସବସ୍କ୍ରାଇବ କରନ୍ତୁ। ଠିକ ଅଛି, ବହୁତ ବଢିଆ କଥାଟି କହିଲେ। ଯଦି ସେ ଗୋଟେ ନ୍ୟୁଜ ଚ୍ୟାନେଲ, ଗୋଟେ ସଚା ନ୍ୟୁଜ ଚ୍ୟାନେଲ ଖାଲି ବିଜେଡି ବିରୁଦ୍ଧରେ କଣ ପାଇଁ ଗପୁଛି? ବିଜେପି ର ଯେକୌଣସି ଜାଗାରେ ମିଟିଂ ହଉଛି, ସେଠି ବି କଲେଜ ପିଲା ଯାଉଛନ୍ତି, ସେଠି କାହିଁକି ଇଏ କୋଶ୍ଚିନ୍ କରୁନାହାନ୍ତି ଯେ କି ତମେ ପଢା ଲିଖା ପିଲା, ତମେ ଏଠି କଣ ପାଇଁ ଆସିଛ? ଆଜ୍ଞା ଏଇ ଗାଲ ତାଙ୍କର ନାଲି ହେଇଯିବ, ଏଇ ଗାଲ ଯଦି ଆପଣ ସେମାନେ ସେଟା କରିବେ। ଜଣେ ଖାଲି ଆପଣଙ୍କୁ ଖାଲି ବାଧୁଛି, ଆପଣଙ୍କ ଘରେ ଯଦି ପିଲା ଛୁଆ ଥିବେ କଲେଜରେ ପାଠ ପଢୁଥିବେ, ସିଏ ଦରଦାମ ବୃଦ୍ଧି ଯୋଉ ସେଦିନ ନବୀନ ବାବୁ ଯୋଉ ଇଏଟା କଲେ, ସେଥିରକୁ ଯଦି ସେ ଯାଇଛନ୍ତି, ତାଙ୍କୁ ବି ସେତିକି କଷ୍ଟ ହଉଛି। ଯାହା ଫଳରେ ସେମାନେ ଯାଇଛନ୍ତି ସେଠି ଯାଇକି କେତେ ଟଙ୍କା ତମେ ନେଇଛ, କେତେ ତମ କ୍ଲାସ ଅଛି, ତମେ କ୍ଲାସ ଛାଡି କାହିଁକି ଆସିଲ? ଆରେ ସେମାନେ ଆସିଛନ୍ତି, ତାଙ୍କ ଘରେ ତାଙ୍କ ମା ବାପ କୁ ଅସୁବିଧା ହଉଛି, ଯାହା ଫଳରେ ସେମାନେ ଆସିଛନ୍ତି, ସେ ଜାଗାକୁ ଆସିଛନ୍ତି ଇଏ କରିବାକୁ। ତମେ ସେ କଣ ପାଇଁ ତାକୁ ଏଭଳିଆ କୋଶ୍ଚିନ୍ କରୁଛ? କୁହନ୍ତୁ। ଅଧିକା ଲୋକ ଆସିନା ଜଳୁଛନ୍ତି ବା। ହଁ ହଁ, ଯୋଉଟା କି ଆପଣ ଦେଖନ୍ତୁ ନବୀନ ବାବୁ ଖାଲି ଛିଡା ହେଇଗଲା ବେଳକୁ ଲକ୍ଷେ ଲକ୍ଷେ ଲୋକ, କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ଆସୁଛନ୍ତି, ବାଇଟ ଦଉଛନ୍ତି, ସେଠି ଦେଖିବ ଚେୟାର ଫାଙ୍କା। ହେଲା। ସେ ଦେଖ, ଯୋଉ ଆଜିର ଭିଡିଓ ଯୋଉ ଆପଣ କ୍ୟାମେରା ବାଲା ଦେଖିଛନ୍ତି ତାକୁ କି ନାହିଁ? ଯୋଉ ଚେୟାର ଟା ଆମେ ଖାଲି ଟିକେ ଅଛି, ଯୋଉ କ୍ୟାମେରା ଦେଖେଇଦବା। ବାଲା ପକେଇ ଦେଖିଛି, ଆଚ୍ଛା। ତା ଚାକିରି ରହିବ କି ଯିବ ହଁ କହିହବନି। ହଁ ହଁ ହଁ। ଆମେ ସେ ଭିଡିଓ ଟିକେ ଦେଖେଇଦବା। ମାନେ ଏତେ ଆମେ ବିଗତ ଦିନରେ ଦେଖିଥିଲେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଯାଉଛନ୍ତି ସେଠିକି କେହି ଲୋକ ହଉନାହାନ୍ତି, କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ଓଡିଶା ଅଛନ୍ତି, ସେଠିକି କେହି ଲୋକ ହଉନାହାନ୍ତି। ହଁ ସେଇଆ। ଏଠି ଦେଖନ୍ତୁ ଭକ୍ତଙ୍କୁ ଚେୟାର ନିମନ୍ତ୍ରଣ ଫାଙ୍କା। କରାଯାଏନି। ଏ ଭିଡିଓ ଟିକେ ଆମ ମାନଙ୍କୁ ସେୟାର କର। ଠିକ ଅଛି, ଆମ ପାଖରେ ଅଛି, ଆମେ ସେୟାର କରିଦବୁ। ମୋ ପାଖରେ ଭିଡିଓ ନାହିଁ, ଶୋ କରୁନି। ଆଚ୍ଛା ଠିକ ଅଛି, ଆମେ ସେୟାର କରିଦବୁ। ହଁ। ଏଇଟା ଆମ ମୁଖ୍ୟମନ୍ତ୍ରୀ କହୁଥିଲେ। ଆମ କ୍ୟାମେରା ଭଲ ହିଁ ପଡିନି, ଲୋକ ତଳେ ବଇଛନ୍ତି। ପାଲ ସିଷ୍ଟମ ଅଛି ବୋଧେ ଆଉ। ହଁ ସେ ବସିକି ବର୍ତ୍ତମାନ ଖାଇବା ହେଲାନି, କହିଲେ ନା ଖାଇବାକୁ ହେଲାନି ନା, ଆଚ୍ଛା। ଆଉ ଚେୟାରରେ ବସିକି ଖାଇଲେ ଇଜ୍ଜତ ପଳେଇବ ନା। ଦେଶୀ ଲୋକଟା, ପିଓର ସେଇଟା ଦେଶୀ, ସେ ଗାଁରୁ ଖାଇବା ଆଇଛି। କଥା, ସେ ଖାଇବା କଥା ବି ଯୋଉ ପଚାରିଛନ୍ତି, ସେଇଟା ବି ଲୋକ ନଥିଲେ ବୋଲି ପଚାରିଛନ୍ତି। ଆଜ୍ଞା। ନା ଭାରି ଭୋକ କଲାଣି, ଇଏ ଭାଷଣ ପରେ ଥାଉ, ପେଟ ପୂଜା ଆଗେ। ଖାଇବା ବ୍ୟବସ୍ଥା ହେଇଯାଇଛି ମୋହନ ବାବୁଙ୍କ ପାଇଁ।
ନା ଭାଇ ଏ ଦାଦନ ମୁକ୍ତ ଟା କେବେ ହବ? ସେଇ କଥା ହଁ ବହୁତ ବଢିଆ ଭାଇ କଥାଟି ଆଜି ଆପଣ ଗୋଟେ କହିଲେ। କାମ କରିବେ ଭାଇ, ଆଜ୍ଞା ଓ ମୋଦି 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 ସ୍ୱାହା କହିକି ରାତିରେ ଆପଣ ଶୟନ କରିବେ। ସ୍ୱପ୍ନରେ ଆସିବେ ଆପଣଙ୍କ ପ୍ରଧାନମନ୍ତ୍ରୀ ଭାଇ ବସ୍ୟ। ଲୋ, ଶୟନ ମତେ କଲେ ବି ମନେ ଇଏ ପକେଇଥିବାରୁ ଯୁଗ ଯଦି ଧନ୍ୟବାଦ। ଶେଷ ହେଇଯାଏ ଦାଦନ ଦାଦନ ମୁକ୍ତ ମୁକ୍ତ ହବ ନାହିଁ। ମୁଁ ପ୍ରଧାନମନ୍ତ୍ରୀ କୁର୍ସୀରୁ ପଳେଇଲା ପରେ ହବ କହିଦେଇକି ଯିବେ। ଦାଦନ ମୁକ୍ତ କେବେ ହବନି, ଏସବୁ ବାହା ପିଆ ଦାଦନ ମାନେ ମୁକ୍ତ ଭଣ୍ଡ। କେମିତି ହବ? ଦାଦନ ସର୍ଦ୍ଦାର ତ ଏଠି ଏମଏଲଏ, ନା ନା, ବିଜେପି ଆମର ଦଳ ସରକାରୀ ଭଦ୍ରକ ଦଳର ଜିଲ୍ଲାର, ଏମଏଲଏ। ଆମର ପୋଷ୍ଟ ଭଦ୍ରକ ପାଇଲେ? ଜିଲ୍ଲାର, ଆଜ୍ଞା ଆମର ଦାଦନ ଭଦ୍ରକ ଜିଲ୍ଲାର, ଦାଦନ ସର୍ଦ୍ଦାର ସରକାରୀ ଦଳର ଏମଏଲଏ। ଆମର ହଁ ହଁ ଭଦ୍ରକ ଜିଲ୍ଲାର ଯୋଉ ଆମର ସାର୍ କହିଥିଲେ, ଯୋଉ ନେତା ଭାଇ ମାନେ କହିଥିଲେ, ଆଜ୍ଞା ଯୁବ ଯୋଉ ଭକ୍ତ ମନ୍ତ୍ରୀ ମାନେ କହିଥିଲେ, ଡୁଙ୍ଗୁ ଡୁଙ୍ଗୁ କରି ବଜେଇଥିଲେ, ଆମେ ଆସିଛୁ ଟ୍ରେନ ଟିକେଟ କାଟିକି ଦାଦନ ମୁକ୍ତ କରିମୁ ଗୋଟେ ପ୍ରଚାର କରିକି, ସେଇମାନଙ୍କୁ ପ୍ରାୟ ବୋଧେ ମିଳିସାରିଥିବ। ଆଚ୍ଛା ଆଉ ହଁ ଧାମନଗର ହଁ, ପଞ୍ଚାୟତରେ ସେମାନେ ତାଙ୍କ ବାରି କୋଟି କୋଟି ପଛପଟେ କରି 4ଟା କମ୍ପାନୀ କରିଛନ୍ତି ବା। ନିଜ ଜଣେ ଲେଖା 4ଟା ଲେଖା କମ୍ପାନୀ କରିଛନ୍ତି। କମ୍ପାନୀ ଏବେ ଗୋଟେ କଣ ବା ଉଡାଜାହାଜ ଫ୍ୟାକ୍ଟ୍ରି ଉଦ୍ଘାଟନ ଦିଆହେଇଛି। ଆଉ ସେଇଟା ଯଦି ହେଲା ପରେ ଯଦି ମିଳିଯିବ, ଭଦ୍ରକ ଟୋଟାଲ କ୍ଲିୟର ହେଇଯିବ ଦାଦନ ମୁକ୍ତ। ହୁଁ 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 ମାନେ ସିଏ କହିଛି ତା ଜିଲ୍ଲା କଥା ସିଏ ବୁଝିବ ନା ଆଉ। ହୁଁ ହୁଁ। ସମସ୍ତେ ନେତା ମାନେ ନିଜ ନିଜ ଜିଲ୍ଲା, ନିଜ ନା ନା, ୱାର୍ଡ, ନିଜ ପଞ୍ଚାୟତ ସିଏ ଯୋଉ କଥାଟା କହିଛନ୍ତି ମୁଁ ସେ କଥାର ଆନ୍ସର ରଖିବାକୁ ଚାହୁଁଛି। ଆଉ ସିଏ କେବେ ଜାଣିନଥିଲେ ଆମେ ଶାସକ ଦଳରେ ରହିବୁ ହେଲା। ସିଏ ଯେତେବେଳେ ବିରୋଧୀ ଦଳରେ ରହିବୁ ସେଇ ହିସାବରେ ସିଏ କହିଥିଲେ। ଚାକିରି ମିଳୁଛି। ହଁ, ସିଏ ଯେତେବେଳେ କହିଲେ ସିଏ ଜାଣିଥିଲେ ଯେ ମୁଁ ବିରୋଧୀ ଦଳରେ ରହିବି, ଯୋଉଟା କି ଆଇଟି ତା ସେଲରେ ପଞ୍ଚାୟତ ତା ଆମର କୁହନ୍ତୁ। ଧାମନଗରରେ ଏବେ ଚାକିରିର ବାତ୍ୟା ଚାଲିଛି। ଆଇଟି ସେଲରେ ହଁ ମିଳୁଛି। ଗୋଟେ ପାର୍କ ଆଇଟି ସେଲ, ଆଇଟି ମିଳୁଛି ବା। ସେଲ। ହଁ, ହୁଁ ଆଇଟି ହୁଁ ସେଲରେ ହୁଁ ହୁଁ ଆଇଟି ସେଲ ମିଳୁଛି, ଯାହା ବଳୁଛି ସେ ପାର୍କରେ। ଏବେ ଗୋଟେ କଣ ଗୋଟେ ପାର୍କ କରାହେଇଛି, ସେଇଠି ମିଳୁଛି। ଆଚ୍ଛା, କି ଟେଷ୍ଟି ନା କଣ କି ଗୋଟେ ପାର୍କ ବିଗି ପାର୍କ, ସେଟା ବିଗି ତ ପାର୍କ। ହଁ କି ଗୋଟେ ଦେଖ। ପାର୍କ। ସେ ବିଗତ ବିଗି ସରକାରରେ ପାର୍କ। ସେ ଇଏଟା ହବ ବୋଲି କି ପାର୍କ ହଉ, ହବ ବୋଲି କି ସେଠି ବା ଫାଇନାଲ ସେଠି ଆମର ଏବେ ମୁଁ କଟୁଛି। ଆମର ବିକାଶ ଧଳଙ୍କୁ ଆପଣ ମାନେ ଟିକେ ଡାକନ୍ତୁ। ବିକାଶ ଧଳ ଆସନ୍ତୁ, ସେ ବି କିଛି କଥା କହିବେ ଲୋକମାନଙ୍କ ପାଇଁ। ଠିକ ଅଛି। ବିକାଶ ହେଇକି ଆସିବାକୁ ଆଉ ବଡ ଭାଇ, ଆଉ କଣ ଖବର କୁହନ୍ତୁ? ସବୁ ଭଲ ଭାଇ, ସବୁ ଚାଲିଛି ରାଜ୍ୟ ଆଉ। ଆଜ୍ଞା, ରାଜ୍ୟର ପରିସ୍ଥିତି କୋଉ ଭଳିଆ ଆପଣ ତ ଦେଖୁଛନ୍ତି ଭାଇ। ନାନୁ ଗାଡିରେ ଚାଲିଛି ବା। ଜୟ ନାନ ଜଗନ୍ନାଥ। ଗାଡିରେ ଚାଲିଛି। ଜୟ ଜୟ ଜଗନ୍ନାଥ। ଜଗନ୍ନାଥ ଭାଇ। ବର୍ତ୍ତମାନେ ଦେଶ ଆଉ ରାଜ୍ୟ ଆଉ ରାଜ୍ୟ ଭଳିଆ ହେଇକି ରହିନି। ହ୍ୟାଲୋ ଭାଇ, ଭାଇ ଶ୍ରୀକାନ୍ତ ଭାଇ, ଆଜ୍ଞା, ମୁଁ ଯାଇଥିଲି ମଧ୍ୟପ୍ରଦେଶ, ଯାଇଥିଲି ମହାକାଲେଶ୍ଵର। ଆପଣଙ୍କର ଆମର ଭିଡିଓ ଟା ଶୋ କରୁନି। ହଁ, ଭିଡିଓଟା ଶୋ ମଧ୍ୟପ୍ରଦେଶ, କରୁନି। ମଧ୍ୟପ୍ରଦେଶ ଯୋଉ ଅଛି ଆମର ମହାକାଲେଶ୍ଵର, ଆଜ୍ଞା, ଉଜିଆନ, ହୁଁ ହୁଁ, ମଧ୍ୟପ୍ରଦେଶର ଭୋପାଳ ହଉଛି ରାଜଧାନୀ। ଆଜ୍ଞା, ଆମର ଯାଜପୁର ଡିଷ୍ଟ୍ରିକ୍ଟର ଯାଜପୁର ରୋଡ ଷ୍ଟେସନ ଆଜ୍ଞା, ଯେତେ ଡେଭଲପ ହେଇଛି, ଯେତେ ତାର ଅଛି ମର୍ଯ୍ୟାଦା, କିନ୍ତୁ ସେ ଭୋପାଳ ଷ୍ଟେସନ ନାହିଁ। ଆଚ୍ଛା, ବସିବାକୁ ଜାଗା ନାହିଁ। ସେଠି ଗୋଟେ ମୋଦିର ଗୋଟେ ବଡ ପୋଷ୍ଟ ମରା ହେଇଛି, ବ୍ୟାନର ଲଗା ହେଇଛି, ଗୋଟେ ମେଡିସିନ ଷ୍ଟୋର ହେଇଛି। ମାନେ ଶସ୍ତା ସୁନ୍ଦର, ମାନେ ଶସ୍ତାରେ ଔଷଧ ମିଳିବ। ଆଚ୍ଛା, ସେଠି ମୁଁ ରହିଲି, 24 ଘଣ୍ଟା ରହିଲି। ଜୟ ଆଜ୍ଞା, ଜଗନ୍ନାଥ ଗୋଟେ ଭାଇ। ଭିଡିଓ କରିଛି। ଜୟ ଜଗନ୍ନାଥ ଭାଇ, ଜୟ ଜୟ ଜଗନ୍ନାଥ। ହଁ ଜୟ ହଁ, ଜଗନ୍ନାଥ। କିଛି ନାହିଁ, ଯାଜପୁର ରୋଡ ତୁଳନାରେ କିଛି ନାହିଁ, ଆଚ୍ଛା। ଭଦ୍ରକ ଷ୍ଟେସନ ତୁଳନାରେ ବି କିଛି ନାହିଁ। ହଁ, ଏମିତି ଆପଣ ହାଲତ ଖରାପ। ଭିଡିଓ ପଠେଇଥିଲେ, ମୁଁ ସେ ଭିଡିଓଟି ଦେଖିଛି। ଆପଣ ଯୋଉ ଭିଡିଓଟି ପଠେଇ କଥା କହୁଛନ୍ତି, ସେ ଭିଡିଓଟି ମୁଁ ଦେଖିଛି। ତାହେଲେ ସେଠି ଥିଲା 10 ବର୍ଷ ନା 12 ବର୍ଷ ଥିଲା, ରାସ୍ତା ମେନ ରୋଡ ସୁବିଧା ନାହିଁ। ଆଜ୍ଞା, ଏତେ ଅସୁବିଧା। ଏଇ ଆଉ ଏଇ ଯୋଉ ବା ବିକାଶ। ଓମକାରେଶ୍ୱର ଗଲୁ, ରାସ୍ତା ହୁଁ ଖରାପ। ହୁଁ ହୁଁ ଓମକାରେଶ୍ୱରରୁ ରାସ୍ତା ଖରାପ। ଆଉ ସେଠି ମହାକାଳେଶ୍ୱର ଗଲୁ, ସେଠି ରାସ୍ତା ବି ଖରାପ। ହୁଁ 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 ହୁଁ, ଆଚ୍ଛା ଆଚ୍ଛା, ମାନେ ଏତେ ମାନେ ବେକାର ରାସ୍ତା କୁହନି। ହଉ, ବିଷୟବସ୍ତୁକୁ ଆସ, ବିଷୟବସ୍ତୁକୁ। ଦାଦନ ମୁକ୍ତ କେବେ ହବ ଭାଇ? ସ୍ୱପ୍ନ ଭାଇ କୁହ। ଆଜ୍ଞା, ଦାଦନ ମୁକ୍ତ ଆମର ଏଠି ଧାମନଗରରେ ସେ ଯୋଉ ଆମର ହାମିଦ ଭାଇ ଅଛନ୍ତି ନା, ତାଙ୍କର ହଁ ହଁ ହଁ, ମୁଁ ଭିଡିଓ ଦେଖିଲି।
ଆଜି ମୁଁ ଦେଖିଲି ସେ କହୁଛନ୍ତି ଯେ ଆମ ଧାମନଗରରେ କି ଗୋଟେ ପାର୍କ ହେଇଯାଇଛି, ଆଚ୍ଛା ଆଉ ଯୋଉମାନେ ବିଜେଡି କର୍ମୀ ମାନେ ତା ତା କଥାରେ କହିଲା ଯୋଉ ବିଜେଡି କର୍ମୀ ମାନେ ବେଶୀ ଫଳ ଫଳ ହଉଥିଲ ଆସ ଆମର ଏଠିକି କାମ କରିବ ସେଇଭଳିଆ ବା ଦେଖଉଥିଲା କରିବା ପାଇଁ। ସେ ପାର୍କ ମଝିରେ ଏବେ ହଁ ହଁ ଦେଖଉଥିଲା କ୍ୟାମେରାରେ। ସେ ପାର୍କ ମଝିରେ ଦେଖଉଥିଲା। ମୁଁ ବିଷୟରେ ଭିଡିଓ କରିଛି, କାଲି ପୋଷ୍ଟ କରିବି। କହୁଛି ସବୁ ବିଜେଡି କର୍ମୀ ମାନେ ଏଠି କାମ ପାଇବେ। ମୁଁ ଏ ଲାଇଭ ମାଧ୍ୟମରେ ତାଙ୍କୁ କହିଦଉଛି ଯେ ହାମିଦ ଭାଇ ବିଜେଡି କର୍ମୀ ପାଆନ୍ତୁ କି ନ ପାଆନ୍ତୁ କାମ, ଆମ ଭାଇ ହିନ୍ଦୁ ମାନଙ୍କ ଜୟ ତରଫରୁ ଜଗନ୍ନାଥ। ମୁଁ ଏତିକି କହିବାକୁ ଚାହୁଁଛି ଯେ ଆପଣଙ୍କର ଅଞ୍ଚଳରେ ପ୍ରଥମେ ଯେତିକି ମୁସଲମାନ ଭାଇ ମାନେ ଅଛନ୍ତି ସେଠି ନିଯୁକ୍ତି ପାଆନ୍ତୁ। ମୁସଲମାନ ଭାଇ ମାନେ ଯଦି ସେଠି ଚାକିରି ପାଇବେ ତାହେଲେ ବେଶୀ ଗର୍ବିତ ଅନୁଭବ କରିବେ ଆମର ହିନ୍ଦୁ ଭାଇ ମାନେ। ନିଶ୍ଚୟ ନିଶ୍ଚୟ ହାମିଦ ଭାଇଙ୍କୁ ମୁଁ ବିଶେଷ କରି କହିବାକୁ ଚାହୁଁଛି ଯେ ଧାମନଗରରେ ଯୋଉ ପାର୍କ ଆପଣ କହୁଛନ୍ତି ଆଗାମୀ ଦିନରେ ବହୁ ପ୍ରୟାସ ଥିଲା ବିଜେପି ଦଳରେ, ଯେହେତୁ ଆମର ବିଷ୍ଣୁ ବାବୁ ହୁଅନ୍ତୁ କି ଆମ ସୂର୍ଯ୍ୟବଂଶୀ ମହୋଦୟ ହୁଅନ୍ତୁ, ଯୋଉ ତାଙ୍କର ଯୋଉ ଅକାଳ ପରିଶ୍ରମ ଯୋଗୁ ଏ ପ୍ଲାଣ୍ଟ ଟି ହେଇପାରିଛି କି ପାର୍କଟି ହେଇପାରିଛି, ତ ସେଥିପାଇଁ ଆମେ ବି ଚାହୁଁଛୁ ଯେ ଆପଣଙ୍କର 30 ଯେତିକି ବର୍ଷ ପୂର୍ବରୁ ମୁସଲମାନ ଭାଇ ମାନେ ଅଛନ୍ତି ସେଠି ନିଯୁକ୍ତି ପାଆନ୍ତୁ। ଅକାଳ ପରିଶ୍ରମ କରିଛନ୍ତି, 30 ବର୍ଷ ପୂର୍ବରୁ କରିଥିଲେ, ଏବେ ହେଲା ଆଉ। ହଁ, ତ ମୁଁ ସେଇ ବିଶେଷ କରି ତାଙ୍କୁ କହିବାକୁ ଚାହୁଁଛି ଯେ ସେ ପାର୍କରେ ଅଧିକରୁ ଅଧିକ ଆପଣଙ୍କ ଅଞ୍ଚଳରେ ଯେତିକି ମୁସଲମାନ ଭାଇ ଅଛନ୍ତି ସେଠି ନିଯୁକ୍ତି ଦିଅନ୍ତୁ। ମୁସଲମାନ ଭାଇ ମାନେ ଯଦି ସେଠି କାମ ପାଇବେ ତାହେଲେ ମାନେ ବିଶେଷ କରି ଆମେ ଗର୍ବିତ ଅନୁଭବ କରିବୁ ଆମ ହିନ୍ଦୁ ମାନଙ୍କ ତରଫରୁ। ବିକାଶ ଭାଇ ଆମ ସହିତ ଯୋଡି ହେଇଛନ୍ତି। ବିକାଶ ଭାଇ ଯିଏ କି ଆମ ଗ୍ରୁପ ର ମୋର ବଡ ଭାଇ, ଯୋଉଟା କି ନବୀନ ଓଡିଶା ଗ୍ରୁପ ର ନିର୍ମାତା, ଯିଏ କି ମୁଁ ଆଜି ଯାହାବି ଏ ଲାଇଭ ମାଧ୍ୟମରେ ମୁଁ ଗୋଟେ କଥା, ମୋର ବ୍ୟକ୍ତିଗତ କଥା ମୁଁ କହିବାକୁ ଚାହୁଁଛି, ଯିଏ କି ମତେ କେହି ଜାଣିନଥିଲେ ଯୋଉ ସମୟରେ ବିକାଶ ଭାଇ ଆଣିକି ଆଜି ମତେ ସାରା ଓଡିଶାରେ ପରିଚିତ କରୁଛନ୍ତି। ମୋ ଗୁରୁ, ମୋ ବଡ ଭାଇ, ମୋ ଗୁରୁ। ମୁଁ ଗୋଟେ କୋଶ୍ଚିନ୍ କରିବାକୁ ଚାହୁଁଛି ମୋ ଭାଇଙ୍କୁ, ବିକାଶ ଭାଇଙ୍କୁ। ବିକାଶ ଭାଇ, ଆପଣ ଦେଖୁଥିବେ ଇଏ ଯୋଉ ବର୍ତ୍ତମାନ ପ୍ରବାସୀ ଓଡିଆ ଗୋଟେ ସମ୍ମିଳନୀ ଚାଲିଛି ଓଡିଶାରେ ସମ୍ମିଳନୀ ଚାଲିଛି, ତାକୁ ସୁରକ୍ଷା ଦେଖି 80 କାର୍ଟୁନ ପୋଲିସ ଆଉ 10 କମ୍ପାନୀ, ଯୋଉଟା କି ବିଏସଏଫ ର ଯୋଉ ଯୋଉ ହାଇ ସିକ୍ୟୁରିଟି ଅଛି, 10 କମ୍ପାନୀ ଜଗି ରହିଛି ମାନେ ଭୁବନେଶ୍ୱରକୁ। ଆପଣ ଦେଖନ୍ତୁ, ଏତେ ଜଗି ରହିଥିବା ସତ୍ତ୍ୱେ କାଲି ଗୋଟେ ମର୍ଡର ହେଇଛି କୋଉ ଟାଇପ ର ଆପଣ ଦେଖିଥିବେ। ଏଠି ଆଇନ ଉପରେ ଓଡିଶା ଲୋକ ଆଉ ଭରସା କରିବେ କି ନାହିଁ? ପ୍ରଥମ କଥା ତ ହେଲା ଏଟା ଆଜ୍ଞା ଆମର ଯୋଉ ଓଡିଶା ପ୍ରବାସୀଙ୍କ କଥା ଯୋଉ କୁହାଗଲା, ଏଟା ଓଡିଆ ପ୍ରୋଗ୍ରାମ ଥିଲା ନା ଏଟା ହିନ୍ଦୁ ମାନେ ଇଣ୍ଡିଆର ପ୍ରୋଗ୍ରାମ ଥିଲା? ଆମର ଗୋଟେ ଓଡିଆ ଲେଟର ବି ସେଠି ନାହିଁ। ତାଙ୍କର ଯେତିକି ବ୍ୟାନର ଅଛି, ଆଚ୍ଛା। ମୁଁ ଗୋଟେ ଦେଖୁଥିଲି ଭିଡିଓ ଏବେ, ତାର କୌଣସି ଗୋଟେ ବ୍ୟାନର ବି ନାହିଁ ଆମ ଓଡିଆରେ କିଛି ଲେଖା ହେଇନି, ସବୁ ହିନ୍ଦୀ ଇଂଲିଶ। ଏଇଟା ଆଚ୍ଛା। ଆମର ଓଡିଆ ଅସ୍ମିତାର ପ୍ରଥମ ଜିନିଷ। ତାପରେ ଆସିଲେ ଆମର ଯୋଉ ଆଇନ ଶୃଙ୍ଖଳା କଥା କୁହା ହଉଛି, ଆଜ୍ଞା ଯୋଉଟା କି 24 ବର୍ଷ ସରକାର ଭିତରେ ଆଇନ ଶୃଙ୍ଖଳାରେ ଯେତିକି ଅପରାଧ ନ ହେଇଥିଲା, ଇଏ 6 ମାସ ସରକାର ହେଇନି, 6 ମାସ ସରକାର ହବା ପୂର୍ବରୁ ତାଠୁ 10 ଗୁଣା ଆଇନ ବିଶୃଙ୍ଖଳା ହେଇଯାଇଛି। ଆଜ୍ଞା। ସେମାନେ ଟ୍ରାଏଲ କରୁଛନ୍ତି। ଯୋଉ ଜିନିଷଟା କହିଲେ, ଯୋଉ ଭୁବନେଶ୍ୱର କଥା, ଭୁବନେଶ୍ୱର ଏତେ ପ୍ଲାଟୁନ ପୋଲିସ, ମାନେ ଏତେ ଲୋକ ଆସିଛନ୍ତି, ଏତେ ପ୍ଲାଟୁନ ପୋଲିସ ଆସିଛି, ସେ ସବୁ ପୋଲିସକୁ ନିଯୁକ୍ତି କଣ ଦିଆହେଇଛି? କିନ୍ତୁ ଭୁବନେଶ୍ୱର ବ୍ରିଜ ରାସ୍ତା ଉପରେ ମର୍ଡର ହେଇଗଲା, ମୁଣ୍ଡ ଅଲଗା କରିଦିଆ ହଉଛି। ଇଏ ୟୁପି ବିହାର ରାଜନୀତି ଏଠି ଚାଲୁ କରୁଛନ୍ତି, ଯୋଉଟା କି ଓଡିଶାର ଯୋଉ ଆମ ଜଗନ୍ନାଥ କ୍ଷେତ୍ରର ସୁଶାସନ, ଯୋଉଟା କି ଆମ ଓଡିଆ ପରମ୍ପରାର ରାଜନୀତି ଆଉ କିଛି ରହିବ ନାହିଁ। ଆଜ୍ଞା। ଟୋଟାଲ ୟୁପି ବିହାର ଷ୍ଟାଇଲର ସବୁ ରାଜନୀତି ବର୍ତ୍ତମାନ ଚାଲିବ। ଆଚ୍ଛା। ସେମାନେ କେବଳ ମତଲବ ହିଂସାକୁ ଆପଣାନ୍ତି, ସେଇଥିପାଇଁ ଆଜ୍ଞା। ତାଙ୍କର ଆଇନ ବିଶୃଙ୍ଖଳାଟା ସେଇ ଟାଇପରେ ଯାଉଛି। ବର୍ତ୍ତମାନ ତ ପୋଲିସ ସେମାନଙ୍କର ଚାକର। ଠିକ। ବର୍ତ୍ତମାନ ତାଙ୍କର ଗୋଟେ ଛୋଟିଆ ନେତା, ଗୋଟେ ତାଙ୍କର ପଞ୍ଚାୟତର ଗୋଟେ ଛୋଟିଆ ନେତା, ସିଏ ଯାଇକି ଚେୟାର ପକେଇକି ଥାନାରେ ବସିଛି। ଆଚ୍ଛା। ନବୀନ ପଟ୍ଟନାୟକ ସରକାର ଆଉ ବିଜେପି ସରକାର ଭିତରେ ଆକାଶ ପାତାଳ ତଫାତ। ଲୋକ ସବୁ ବୁଝିଲେଣି, 6 ମାସ ହେଇନି ସରକାର, ଲୋକ ବୁଝି ସାରିଲେଣି।
ଆପଣ ଆଉ ଗୋଟେ କଥା ଭାଇ ମୁଁ ଆପଣଙ୍କ ମାନେ 2020 ମତେ ଲାଗୁଛି 20 କୁ ପଳେଇମି ଆପଣ ଦେଖିଥିଲେ ଟ୍ରମ୍ପ ଯୋଉ ଗୋଟେ ସମ୍ମିଳନୀ ହେଇଥିଲା ଗୁଜରାଟରେ କୋଭିଡ ନମସ୍ତେ ପୂର୍ବରୁ ଟ୍ରମ୍ପ। ନମସ୍ତେ ଟ୍ରମ୍ପ ଆପଣ ଦେଖିଥିବେ ବହୁତ ସାରା ଲୋକ ଆସିଥିଲେ ଯୋଉଟା କି ନମସ୍ତେ ଟ୍ରମ୍ପ ଯୋଗୁ ଆପଣ ଦେଖିଥିବେ 3 କିଲୋମିଟର ଗୁଜରାଟର ଯୋଉ ଜାଗାରେ ହଉଥିଲା 3 କିଲୋମିଟର ପୁରା ଗୋଟେ ଝୁପୁଡା ଥିଲା 3 କିଲୋମିଟର ନେଇକି ଗୋଟେ ଝୁପୁଡା ଥିଲା ସେଠୁ ଆପଣ ଦେଖିଥିବେ 10 ଫୁଟ ହାଇଟ ର ଇଟାର ଯୋଡେଇ ହେଇଥିଲା ସେ ରାସ୍ତା କରରେ ଯୋଡେଇ ସାରିଲା ପରେ ଦିୱାଲ କରାହେଇଥିଲା। ଦିୱାଲ କରାହେଇକି ଦିୱାଲ ପ୍ଲାଷ୍ଟର କରାହେଇଥିଲା। କରାହେଇକି ସେଠି ଚିତ୍ର ସବୁ ଅଙ୍କା ହେଇଥିଲା କିନ୍ତୁ ଚିତ୍ରର ପଛ ଦୃଶ୍ୟ ଆପଣ ଦେଖିଥିବେ ଭିଡିଓ ମାଧ୍ୟମରେ ଦେଖିଥିବେ ଯୋଉଟା କି ଗରିବୀ କି ନୁଚେଇବାକୁ ନମସ୍ତେ ଟ୍ରମ୍ପ ଇଏ ପାଇଁ ସେଟା ଇଏ ଯୋଡେଇ କରାଗଲା ପ୍ରୋଗ୍ରାମ କରାଗଲା ଆପଣ ସେମ ଜିନିଷ ପ୍ରବାସୀ ଓଡିଆ ଯୋଉ ଭାଇ ମାନେ ଆସିଛନ୍ତି ଓଡିଶା ସିଏ ମାନେ ସେଠି ଯୋଉଠି ହଉଛି ସେଠି ଆପଣ ଦେଖିଥିବେ ନିରୀହ ଲୋକଙ୍କର ଘର ଶହ ଘର ଭଙ୍ଗାଗଲା ଯୋଉଟା କି ଶହ ଲୋକ ମାନେ ସେ ବେଘର ହେଇଗଲେ ଯୋଉଟା କି ଶୀତ ଦିନେ ଗୋଟେ କାହାର ଛୁଆ ଥିବ କାହାର ଗୋଟେ ଡେଲିଭରି ସ୍ତ୍ରୀ ଲୋକ ଥିବ ବୁଢାବୁଢୀ ଥିବେ ତାଙ୍କ ପାଇଁ କୌଣସି ଗୋଟେ ଇଏ ନ କରିକି ସୁବିଧା ନ କରିକି ପାଣିର ସୁବିଧା ନା ଟଏଲେଟର ସୁବିଧା ନା ରହିବାର ସୁବିଧା ନା ପଲିଥିନ ର ସୁବିଧା କିଛି ଗୋଟେ ନ କରିକି ସଡନଲି ଭାଙ୍ଗିଦେଲେ ସେ ଲୋକ କେତେ ଡହଳ ବିକଳ ହେଇକି କାନ୍ଦୁଥିଲେ ଆପଣ ଏ ଯୋଉ ପ୍ରୋଗ୍ରାମ ଟା ହେଲା କାହା ପାଇଁ ହଉଛି ସେଇ ଏଇ ଗରିବ ଲୋକଙ୍କ ପାଇଁ ହଉଛି ନା ବଡ ବଡିଆ ଲୋକଙ୍କ ପାଇଁ ହଉଛି ଯୋଉ ପ୍ରବାସୀ ଓଡିଆ ଯୋଉ ଆସିଛନ୍ତି ଆପଣ ଆର ଟିକେ ଆନ୍ସର ଟିକେ ରଖନ୍ତୁ ଭାଇ। ଏଟା ହଉଛି ନା ହଉଛି ଗରିବ ଲୋକଙ୍କ କିନ୍ତୁ ଏଟା ହେଇଛି ବଡ ଲୋକଙ୍କ ପାଇଁ ଯୋଉମାନେ ପ୍ରୋଗ୍ରାମ କରିକି ପଇସା ଚଳୁ କରିବାର ପ୍ରୋଗ୍ରାମ 200 କୋଟି ଶୋ କରାଗଲା ପ୍ରୋଗ୍ରାମ ରେ କେତେ ଲୋକ ଅଛନ୍ତି 200 କୋଟିର ଲୋକ ମାନେ କି 200 କୋଟିର ପ୍ରୋଗ୍ରାମ ଇଏ ନା ପ୍ରୋଗ୍ରାମ ନା ଦେଖା ହେଲା ପଇସା 200 କୋଟି ଚଳୁ କରାଗଲା ଆଉ ସେଇ ପ୍ରୋଗ୍ରାମ ପୂର୍ବରୁ ଜିନିଷର ସବୁ ରେଟ୍ ବଢେଇକି ପ୍ରୋଗ୍ରାମ ପାଇଁ ବି ଆରେଞ୍ଜ କରାଗଲା ପଇସା ଇଏ ହଉଛି ପଇସା ଇନକମ କରିବାର ସରକାର ଇଏ ମାନେ ନିଜ ପକେଟ ରେ ପୁରେଇବେ ଲୋକ ମରନ୍ତୁ ବା ବଞ୍ଚନ୍ତୁ ସରକାରକୁ ଆସିଛନ୍ତି ସରକାରକୁ ନ ଆସିଲେ ବି ଇଭିଏମ ମେସିନ କାରବାର କରିକି ଆସିବେ ପଇସା ଅଛି ପଇସା ଖେଳ କରିବେ ଏସବୁ ସରଳ ଉପାୟ। ଆଜ୍ଞା ସପନା ଭାଇ କଣ କହିବାକୁ ଚାହୁଁଥିଲେ? ନାଇଁ ମୁଁ କହିବାକୁ ଚାହୁଁଥିଲି ଯୋଉ ଆମର ବିସ୍କୁଟ ମିଡିଆ ଯୋଉ ମାନେ ଭୂମିକାରେ ବର୍ତ୍ତମାନ ଅଛନ୍ତି ଦେଖିଲି ଆଜି ଗୋଟେ ତାଙ୍କର କ୍ଲିପ ସେ ଲେଡିଜ କହୁଛନ୍ତି ମୁଁ ପ୍ରଧାନମନ୍ତ୍ରୀକୁ ଦେଖିବା ପାଇଁ ଆସିଛି ତାଙ୍କୁ ଦେଖିବି ପୂଜା କରିବାକୁ ଆଇଛି ମୋ ମନରେ ଅଛି ମୁଁ ପୂଜା କରେ ତାଙ୍କୁ ବହୁତ ଦୀପ ଜାଳେ ବହୁତ ଧୂପକାଠି ବି ମଧ୍ୟ ଜାଳେ ତାଙ୍କର କହିଛନ୍ତି କିନ୍ତୁ ଆମର ବିସ୍କୁଟ ଭୂମିକାରେ ଯୋଉ ଭାଇ ମାନେ ଅଛନ୍ତି ଗୋଟାଏ କି ପ୍ରଶ୍ନ ସେ ଲେଡିଜ କୁ ସେ ମହିଳାଙ୍କୁ କିମ୍ବା ଯୁବକ ମାନଙ୍କୁ ପଚାରି ନାହାନ୍ତି ଯେ ଆପଣ ଆମ ମୋହନ ବାବୁଙ୍କୁ ଦେଖିବାକୁ ଆସିନାହାନ୍ତି କି ଆମ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଆସିନାହାନ୍ତି ଡାଇରେକ୍ଟ ପ୍ରଧାନମନ୍ତ୍ରୀଙ୍କୁ ତାର ଭାବ ଚିନ୍ତାଧାରା କେମିତି ବୁଝିପାରୁଛ ନା ସିଏ ଦେଖିବେ କାଳେ ପୁଣି କହିବା ଆରେ ସିଏ ତାଙ୍କୁ କଣ ଦେଖିବାକୁ କହୁଛ ସିଏ ତ କଣ ଗୋଟିଏ ନାନ ଗାଡିରେ ବୁଲିକି ଏମିତି କଲେଣି କି ତାଙ୍କୁ କହିଲା ମାନେ ସିଏ କହିଦେବେ ଖାଇବା ହେଲାଣି କହି ଦଉଛନ୍ତି ଯାତ୍ରା ପେଣ୍ଡାଲ କୁହ ଆଉ ସିଏ ସେ ପେଣ୍ଡାଲ ଉପରେ ଛାଡିକି ଯଦି କହିଦେବେ ସୁଭଦ୍ରା କିଏ ପାଇଛ ପୁଅ ପ୍ରବାସୀ ମାନେ କଣ ପାଇଥିବେ ତାପରେ କହୁଛନ୍ତି ତମେ ରସଗୋଲାକୁ ଚିପ ଏମିତି କରିକି ସେ ଚାମଚରେ ତମେ ଜାଣିବ ସେଟା ରସଗୋଲା ପୁରା ଏକଦମ ଠିକ କି ଭୁଲ ଅରିଜିନାଲ କି ଡୁପ୍ଲିକେଟ ଯଦି ସେଇଭଳିଆ ପ୍ରଶ୍ନ ପଚାରିଦେବେ ଯଦି ବି ନହେଲା ସେ ଯଦି ପେଣ୍ଡାଲ ଆଗରେ ଯଦି ସେ ପ୍ରବାସ ମାନେ ଅଛନ୍ତି ଯଦି ତାଙ୍କ ଷ୍ଟାଇଲ ହେଇଗଲା ପୁଣି ଗଡବଡ କେହି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଆସିଛନ୍ତି କି ନାହିଁ ସେ ପ୍ରଶ୍ନ କରିବାର ନାହିଁ ପ୍ରଶ୍ନ ପଚାରୁଛନ୍ତି କଣ ଯେ ଆପଣ କାହାକୁ ଦେଖିବାକୁ ଆଇଛନ୍ତି ନା ଆମେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଆଇଛୁ ମାନେ ଦେଖ ଆମର ଓଡିଶାର ମୁଖ୍ୟମନ୍ତ୍ରୀ ଯିଏ ବି ହଉ ତାଙ୍କୁ କେଉଁଭଳି ସମ୍ମାନିତ କରାଯାଏ ଏମାନେ ବି ଏପର୍ଯ୍ୟନ୍ତ ଜାଣିନାହାନ୍ତି ମୁଁ ଭୁବନେଶ୍ୱର ଯାଉଥିଲି ବାଟରେ ଦେଖିଲି
ଯାଇଥିଲି ଆମ ସେ ଯୋଉ ଅର୍ଗଜ ଯୋଉ ନାହିଁ ଗୋଟେ ଲୋଗୋ ଅଛି ଗୋଟେ ବିଲ୍ଡିଂ ରେ ଦେଖିଥିବ ହଁ ହଁ ଗୋଟେ ଅର୍ଗଜ ଅଛି ପାଲାଇଟ୍ ଯୋଉ ପାଲାଇଟ୍ ସତ୍ୟର ସନ୍ଧାନ ସତ୍ୟର ହଁ, ସନ୍ଧାନ ସେଟା କଣ ଅରଗୁଜ ଆରେ ଖରଗଜ ଯୋଉ ଲୋଗୋ ଲଗା ହେଇଛି ଉପରେ ଖରଗଜର ଖରଗଜ ନା ହଁ, ଖରଗୁଜ ସେଇ ହେଇଥିବ କିଛି ସେ ତ ସିଏ ଯୋଉ ଅଛି ସତ୍ୟର ସନ୍ଧାନ ପାଖରେ ଏଟା ମିଥ୍ୟାର ସନ୍ଧାନ ରହିବା। ସେଉଠୁ 30 ମିଟର କି 50 ମିଟର ହବ ଦୂରରେ ଗୋଟେ ବଡ ପୋଷ୍ଟର ଲଗା ହେଇଛି। ଭାଇରେ ମୁଁ ସେ ଦିଥର ଚେଷ୍ଟା କଲେ ଭାଇ ଟିକେ ଗାଡି ରଖ ମୁଁ ଟିକେ ଫଟୋଟା ଉଠେଇ ଦିଏ। ଏଠି ଆମର ଧର୍ମେନ୍ଦ୍ର ବାବୁଙ୍କ ଫଟୋ ଲାଗିଛି, ବାକି ସମସ୍ତେ ଅଛନ୍ତି କିନ୍ତୁ ଆମ ମୋହନ ବାବୁଙ୍କର ନାହିଁ। ଆରେ ସେଇ ଦୋଷ କାହାର? ବୁଝିପାରୁଛ? ତ ଇଏ ସବୁ ଯୋଉ ସମସ୍ୟା ବର୍ତ୍ତମାନ ଅଛନ୍ତି, ଏମାନେ ଅସ୍ମିତାକୁ ଟେକିକି ଧରୁଥିଲେ, ବର୍ତ୍ତମାନ ସେଇ ଅସ୍ମିତା କୋମାକୁ ପଳେଇଲାଣି କି ଚୁଲି ଭିତରକୁ ବସିଗଲାଣି। ବୁଝିପାରୁଛ? ଏ ଥଣ୍ଡା ପଡୁଛି ନା ସେଇ ଦୃଷ୍ଟିରୁ ଅସୁବିଧା କୁମାର ରହିଗଲେ। ଆଜ୍ଞା, ତ ଅସ୍ମିତାର କିଛି ଭୂମିକା ନାହିଁ। ବର୍ତ୍ତମାନ ଅବିକା ଗୋଟେ ଭିଡିଓ ମୁଁ କାଲି ପୋଷ୍ଟ କରିବି, କାଲି 6ଟାରୁ 6:30ରେ ମୋ ଦର୍ଶକ ଭାଇ ମାନେ ଯଦି ଦେଖୁଛନ୍ତି 6ଟାରୁ 6:30 ଭିଡିଓଟି ପଡିବ, ଆପଣ ମାନେ ଦେଖିବେ। କାଇଁ କଣ ଡାଟା ସରିଯାଇଛି କି ତମେ ଏବେ ପକଉନା? ନାଇଁ ଏବେ ଆଉ ଗୋଟେ ପକାଇ ଦେଇଛି, ରଙ୍ଗମରା ପକାଇ ଦେଇଛି, ଆପଣ ମାନେ ଦେଖିପାରୁଥିବେ। ଘଟଣାଟା କଣ ହେଇଛି ମାନେ ଗୋଟେ ବିସ୍କୁଟ ଭାଇକି ବହେ ଛେଚୁଛନ୍ତି। ତାହେଲେ ଏଇ ଅସମାନ ଯୋଉ ତମେ ସେ ଭାଇଙ୍କୁ ବି ମୁଁ କହିବାକୁ ଚାହୁଁଛି, ଆରେ ଭାଇ ତମେ କାହିଁକି ଯୋଉ ଚତୁର୍ଥ ସ୍ତମ୍ଭର ଭୂମିକାରେ ରହିଥିବା ଭାଇ ମାନଙ୍କୁ ଏମିତି ଅସମ୍ମାନ କରୁଛ? ସିଧା ତାଙ୍କ ପାଖକୁ ଯାଇକି ଗୋଟେ ବିସ୍କୁଟ ଧରିକି କୁହ, ଆକୁ ସମ୍ମାନ ସହିତ ଆପଣ ମାନେ ଗ୍ରହଣ କରନ୍ତୁ। ଏମିତି ବାଡାବାଡି କଲେ କିଛି ଲାଭ ନାହିଁ। ବିସ୍କୁଟ ଖଣ୍ଡେ ଦେଇକି ତାଙ୍କୁ କୁହ, ଆମ ଆଦରର ସହିତ ଏ ବିସ୍କୁଟ ଟାକୁ ଗ୍ରହଣ କରନ୍ତୁ। ସେଇଟା ଦାଦନ ମୁକ୍ତ ହବାର ସରଳ ଉପାୟ ସାମ୍ବାଦିକ। ଶସ୍ତା ସୁନ୍ଦର ମଜବୁତ 100 ଟଙ୍କା 175 ଟଙ୍କା ହଉଛି ମଜୁରୀ। ନୋ ଟେନସନ, ନୋ ମାନେ ରିକ୍ସ। ଆଉ ଯେତେବେଳେ ଭାଗ୍ୟରେ ଥିବ ଯାହା ହବ। ବର୍ତ୍ତମାନ ଯୋଉମାନେ ଚତୁର୍ଥ ସ୍ତମ୍ଭର ଭୂମିକାରେ ଅଛନ୍ତି ସେମାନେ ବି ବର୍ତ୍ତମାନ ନିଖୋଜ। ଆଚ୍ଛା, ଉପାୟ ନାହିଁ ପୁରା ହାଇ ପ୍ରେସର ପଡୁଛି। ଡରୁଛନ୍ତି କାଳେ କୋଳି ଆମ ଚାକିରି ପଳେଇଯିବ, ବାସ୍ ହାଇ ଆମ ପ୍ରେସର ମାଲିକ ପଡୁଛି। ସଡ଼କକୁ ପଳେଇ ଆସିବେ। ବାସ୍ ସେତେବେଳେ ସିନା ନବୀନ ବାବୁଙ୍କ ପଛରେ ପଡି ଯାଇଥିଲେ, ଏବେ ବା ପଛରେ ପଡିବାକୁ ଡର ଲାଗୁଛି, ପ୍ରଶ୍ନ ପଚାରିବାକୁ ଡର ଲାଗୁଛି। ବୁଝିପାରିଲେ? ନା ଗୋଟେ ଗୋଟେ ନାରୀ, ଗୋଟେ ସ୍ତ୍ରୀ ଲୋକ କାଲିଫର୍ଣ୍ଣିଆରୁ ଆଇଲା ପୂଜା କରିବାକୁ ଏଠିକି, କିନ୍ତୁ ଆମର ଇଣ୍ଡିଆର କିମ୍ବା ଓଡିଶାର ଗୋଟେ କେହି ନାରୀ କି ପୁରୁଷ ଭକ୍ତ ମିଳିଲେନି ପୂଜା କରିବାକୁ ଆଉ ଦୀପ ଜାଳିବାକୁ। ସେଇ କଥା ଗଲେ କହୁଛି। କୁଆଡେ ସେ ଭକ୍ତ ଅଛି ୟାର ଏତେ ଖାଲି ପଡିଛି। ନା ଆଜି ଯୋଉ ନ୍ୟୁଜ ବାଲା ଆପଣ ଦେଖିଥିବେ, ଗୋଟେ ବୁଢୀ ମା ଯେତେବେଳେ ଦୁର୍ଗା ପୂଜା ସମୟରେ ନବୀନ ସାର୍ ଯାଇଥିଲେ ଯୋଉ ସେତେବେଳେ ଗୋଟେ ସ୍ତ୍ରୀ ଲୋକ କହିଥିଲେ କି ଭାଗ୍ୟ ମୋର ମୁଁ ଆଜି ଦୁର୍ଗାଙ୍କ ସତେ ନବୀନ ସାର୍ଙ୍କୁ ଦେଖିଦେଲି। ଏହାକୁ ନେଇକି ବହୁତ ମିଡିଆ ବାଲା କିଛି ରୋଷ୍ଟ ଟାଇପ ର କରିଥିଲେ କି ନବୀନ ବାବୁ କିଏ କି ନବୀନ ବାବୁଙ୍କୁ ଏତେ ବ୍ୟାକୁଳ ଦେଖିବାକୁ। ଆଜି ଯୋଉ ବାହାରୁ ଆସିଛି ମାନେ ପୂଜା କରିବାକୁ, ସେଇଆକୁ ଆଉ ମିଡିଆ ବାଲା ସେଇ ଟାଇପ ର କ୍ୱେଶ୍ଚିନ୍ କରିପାରୁନାହାନ୍ତି। ଦେଖନ୍ତୁ, ଲୋକେ ଜାଣିଛନ୍ତି ଡବଲ ଇଞ୍ଜିନ ସରକାର ପ୍ରଥମେ ତାର ରତ୍ନ ଭଣ୍ଡାରକୁ ଖୋଲିକି ସାର୍ବଜନିକ କଲା। ଦ୍ୱିତୀୟରେ ଚାବି ଯାହା ପାଖରେ ଥିଲା ତାକୁ ଭିତରକୁ ପୁରେଇଲା। ତୃତୀୟରେ ଆମର ଯୋଉ ଦାଦନ ସମସ୍ୟା ଥିଲା ତାକୁ ଦୂର କଲା। ଚତୁର୍ଥରେ ଯେତିକି ଆମର 300 ୟୁନିଟ ମାଗଣା ବିଜୁଳି ଛାଡ କରିଦେଲା। ପଞ୍ଚମରେ ଆମର ମା ଭଉଣୀ ମାନଙ୍କୁ 1000 ଟଙ୍କା ପ୍ରତ୍ୟେକ ମାସ ଭତ୍ତା ବର୍ତ୍ତମାନ ଡବଲ ଇଞ୍ଜିନ ଦଉଛି। 6ରେ ଯେତିକି ବୃଦ୍ଧା ମାନଙ୍କର ଥିଲା ସେ ବି ଭତ୍ତା ଦେଲାଣି। ଇଏ ସବୁ ସମସ୍ୟା ଯେତେବେଳେ ଦୂର କରିସାରିଲେଣି, ତାହେଲେ ପୂଜା ବର୍ତ୍ତମାନ କାହାକୁ କରିବା କଥା? ମୋଦି ବାବୁଙ୍କୁ ନା ଆମର ମୁଖ୍ୟମନ୍ତ୍ରୀଙ୍କୁ? ତାଙ୍କ ଦ୍ୱାରା ହିଁ ତ ଓଡିଶାବାସୀ ଆଜି ଉପକୃତ ହେଲେ। ତାଙ୍କ ଦ୍ୱାରା ହିଁ ସବୁ ପ୍ରତିଶ୍ରୁତିର ପାଳନ ହେଲା। ତ ସିଏ ଆସିକି କହୁଛନ୍ତି ନା ମୁଁ ମୋଦି ବାବୁଙ୍କୁ ଦେଖିବାକୁ ଆଇଛି, ତାଙ୍କୁ ପୂଜା କରିବାକୁ ଚାହିଁଛି, ମୋ ଅନ୍ତରାତ୍ମାରେ ମୁଁ ରଖିଛି। ଆଚ୍ଛା, ବୁଝିପାରୁଛ ନା?
ତ ସମସ୍ତେ ଏଠି ମିଡିଆ ଭାଇ ମାନେ ଏ ପ୍ରଶ୍ନ ପଚାରିବା ଦରକାର ଯେ ଯୋଉ ପ୍ରତିଶ୍ରୁତି ଡବଲ ଇଞ୍ଜିନ ଦେଇଥିଲା ତାର ସବୁ ଦୂର କରିବା ସତ୍ତ୍ୱେ ହିଁ ମୋହନ ବାବୁଙ୍କର କୌଣସି ମାନେ ତାଙ୍କୁ ପ୍ରଚାର କରୁନାହାନ୍ତି କି ତାଙ୍କୁ ସମ୍ମାନ ଦଉନାହାନ୍ତି, ତାଙ୍କୁ ବି ମଧ୍ୟ ପୂଜା କରୁନାହାନ୍ତି। ତ ଇଏ ପ୍ରଶ୍ନ କରିବାର ନାହିଁ। ସିଧା ସିଧା ଆପଣ ମୋହନ ମୋଦି ବାବୁଙ୍କୁ ଦେଖିବାକୁ ଆଇଛନ୍ତି, ମୋଦି ବାବୁ ଆସିଲେ କଣ କହିବେ? ତ ଲୋକ ଗଲେ ଅବିକା ଯାହା ଦବା କଥା ପ୍ରାଇଜ ସେ ଲୋକଟି ପ୍ରାଇଜ ଦେଇଦେଲା। ସେ ଜାଣିପାରିଥିବେ ଯେ ହଁ ଆମେ ଏଇ ପ୍ରାଇଜ ନବାର ଆମର